श्रीरामं रामानुजं सीतां भरतं भरतानुजं सुग्रीववायुसुतं च प्रणमामि। गिरीशपत्रं नगजातहारि कुमारतातो शशिखण्डौ लङ्केशं पूजितपादपद्मम् एमती गोटे अपूर्व दिवस जहाँ प्राय दुर्लभ संयोग दुर्लभ होता है। आज कुंभ मास कृष्ण पक्ष एकादशी एकादशी को उत्कल आमे कहू पंकोद्धार एकादशी, किंतु यार शास्त्रीय नाम होची एकादशी नाम विजया एकादशी। विजया एकादशी कहीं पुणी आज कुंभ संक्रांति सूर्य कुंभ राशि को संक्रमण करे दुईटी जोग प्राय दुर्लभ। अनेक वर्ष पर महाप्रभुंकर अजाचित अनुकंपा मो मार अकारण करुणार कियदंश आज कथा है महाशिवरात्रि भगवान शिव को मत तो कहगला भगवान शिव कथा कहवा हेले मु जुआड़े देखिली केवल शिव। जदि आप रुद्र सूक्त देखिए वर्षा कहुई ऋतु कहुई
ଦିବସ କୁହାଯାଇଛି, ସନ୍ଧ୍ୟା କୁହାଯାଇଛି, ରାତ୍ରି କୁହାଯାଇଛି, ଅୟନ କୁହାଯାଇଛି, ପକ୍ଷ କୁହାଯାଇଛି, ସମ୍ବତ୍ସର କୁହାଯାଇଛି, ବିଷ୍ଣୁ କୁହାଯାଇଛି, ଇନ୍ଦ୍ର କୁହାଯାଇଛି। ଯାହା ଯାହା ଆପଣଙ୍କର କଳ୍ପନା, ତାପରେ ତୁରିୟା ଅବସ୍ଥା, ସ୍ୱପ୍ନ, ସୁଷୁପ୍ତି, ଜାଗ୍ରତ, ତୁରିୟାତୀତ ଅବସ୍ଥା ପରେ ମଧ୍ୟ ଯାହା ଦୃଶ୍ୟମାନ ହେବ ଏବଂ ଯାହା ଦୃଶ୍ୟମାନ ହେଉଛି ତା ନାମ ହେଉଛି ଶିବ। କିନ୍ତୁ ଏ ଶିବ ତତ୍ଵ, ଶିବ ରହସ୍ୟ ସରଳକୁ ସରଳ, ଜ୍ଞାନୀକୁ ବଡ଼ କଠିନ। ଆପଣ ଦେଖିବେ ଶିବ ହିଁ ପରମ ବ୍ରହ୍ମ, ଶିବ ତତ୍ଵ ହିଁ ପରମ। ହେଲେ କେମିତି? କାରଣ ଶିବ ନାମ ବହୁତ ବ୍ୟାପକ। ବିଷ୍ଣୁ ସହସ୍ର ନାମରେ ଆପଣ ଦେଖିବେ ବିଷ୍ଣୁଙ୍କୁ ଶିବ କୁହାଯାଇଛି। ସୂର୍ଯ୍ୟ ସହସ୍ର ନାମରେ ଦେଖିବେ ସୂର୍ଯ୍ୟଙ୍କୁ ଶିବ କୁହାଯାଇଛି। ଶିବ ବ୍ୟତୀତ ଶବ୍ଦ ନାହିଁ। ଆଉ ଏମନ୍ତ ଠାକୁର ବ୍ରହ୍ମାଣ୍ଡ ଯାକ ଘୋଟିକିରି ରହିଛି ବିଦ୍ୟମାନ ହେଇକିରି। ଶିବ ପର ଶକ୍ତି, ଶିବ ବିଷ୍ଣୁଙ୍କର ଆତ୍ମା। ଶ୍ରୀମଦ୍ ଭାଗବତ ସରିଗଲା, 18,000 ମନ୍ତ୍ର ସରିଗଲା, ପଚରାଗଲା। ପରୀକ୍ଷିତ ମହାରାଜ ଶୁଣୁଛନ୍ତି ସୁଖଦେବ ସ୍ୱାମୀ କଥା। ସନକାଦି ଋଷିମାନଙ୍କ ପାଖରୁ ଶ୍ରବଣ କରୁଛନ୍ତି ଦେବର୍ଷି ନାରଦ। ଯିଏ ଶିବ ଆଉ ବିଷ୍ଣୁ ତତ୍ଵ ଗୋଟିଏ ପଦରେ କଥା ଅଛି। ଶିବସ୍ୟ ହୃଦୟଂ ବିଷ୍ଣୁ, ବିଷ୍ଣୁସ୍ୟ ହୃଦୟଂ ଶିବ। ହେଲେ ଇଏ ତାଙ୍କର ହୃଦୟ, ସିଏ ଆଙ୍କର ହୃଦୟ। ଆପଣ ଜାଣିବା ଦରକାର ଶିବରାତ୍ରିର ଅନ୍ୟ ନାମ ହେଉଛି କାଳରାତ୍ରି। ଏମିତି ବର୍ଷରେ ଯୋଉ ଯୋଉ ରାତ୍ରି ପଡ଼ିବ, ଦାରୁଣ ରାତ୍ରି, ମୋହରାତ୍ରି, ଇଏ ଯୋଉ ଶିବରାତ୍ରି ଆମେ କହୁଛେ, ଇଏ ହେଉଛି କାଳରାତ୍ରି। ଆଚ୍ଛା, ଏ ଦିନର ମହତ୍ଵ କଣ? ମୁକୁନ୍ଦ ପୁତ୍ର ମାର୍କଣ୍ଡେୟ ଶିବଙ୍କୁ ଉପାସନା କରିକି ହିଁ ଅମରତ୍ୱ ପ୍ରାପ୍ତ ହୋଇଗଲେ, ଚିରଞ୍ଜୀବୀ ହୋଇଗଲେ। ଯୋଉ 7 ଜଣ ଚିରଞ୍ଜୀବୀ ଅଛନ୍ତି ତାଙ୍କ ଭିତରେ ମୁକୁନ୍ଦ ପୁତ୍ର ମାର୍କଣ୍ଡେୟ ମଥାଷ୍ଟମ, ଆଉ ଜଣଙ୍କ ନାଁ ଯୋଡ଼ାଗଲା ପଛ 8 ଜଣ। ସର୍ବ ଶବ୍ଦ ବହୁ। ଯଦି ବିଗ୍ରହ ବର୍ଣ୍ଣନା କରିବା, ଶିବ ତତ୍ଵକୁ ପ୍ରବେଶ କରିବା, ସଦାଶିବର ରୂପ କିଛି ନାହିଁ। ଯେତେବେଳେ ପଚରାଗଲା, ଶ୍ରେଷ୍ଠତ୍ୱର ପ୍ରତିପାଦିତ ହେଲା, ଭଗବାନ ବିଷ୍ଣୁ କହିଲେ ମୁଁ ଶ୍ରେଷ୍ଠ, ମୋ ଛଡ଼ା ଆଉ କିଛି ନାହିଁ। ସର୍ବ ବିଷ୍ଣୁ ମହିମ ଜଗତ କି ଜଳେ ବିଷ୍ଣୁ, ସ୍ଥଳେ ବିଷ୍ଣୁ, ବିଷ୍ଣୁ ପର୍ବତ ମସ୍ତକେ, জ্বালামালা কুলে বিষ্ণু, বিষ্ণু সর্বময়ং জগৎ। ব্রহ্মা কহিলে না ମୋ ଠାରୁ ଶ୍ରେଷ୍ଠ କେହି ନାହିଁ। କହିଲେ କାହିଁକି? ନା ମୋ ନାଁ ସ୍ୱୟଂଭୂ, ମୁଁ ସିନା ନାରାୟଣଙ୍କ ନାଭି କମଳରୁ ଉଦ୍ଭବ ହେଇଛି, କିନ୍ତୁ ବ୍ରହ୍ମା ଶବ୍ଦର ଅର୍ଥ ହେଉଛି ପର୍ବତ। ଉଦୟେ ଉଦୟ କାଳରେ ଯୋଉ ବ୍ରହ୍ମାଙ୍କର ରୂପ ଯୋଉ ଆମେ ତତ୍ତ୍ୱରେ ଦେଖିବା, ଇଏ ହଉଛନ୍ତି ଅରୁଣ ବର୍ଣ୍ଣ। ମହାପ୍ରଭୁଙ୍କର ଯୋଉ ଉଦୟ ବର୍ଣ୍ଣ, କେଚିତ୍ ରକ୍ତସ୍ତଥା ପୀତ ଇଦାନୀଂ କୃଷ୍ଣକାନ୍ତତଃ, এই অরুণ বর্ণ হচ্ছেন ব্রহ্মা। ব্রহ্মা କହିଲେ ମୁଁ ଶ୍ରେଷ୍ଠ। ବିବାଦ ଲାଗିଲା,
स्थिति कलम रहा श्रेष्ठ किए आउ এই শ্রেষ্ঠত্বর মূল কারণ প্রতিপাদন ভিতরে এই মহাশিবরাত্রির নিশা কালরে মধ্যরাত্রিরে অগ্নিময় ଅନନ୍ୟ ଲିଙ୍ଗର ଆବିର୍ଭାବ ହେଲା ଆଉ ସେ ଶବ୍ଦ ଆସିଲା ଯେ ଯିଏ ମୋର ଶିରସ ଆଉ ଯିଏ ମୋର ଚରଣ ଦିଟା ଯାକକୁ ପ୍ରାପ୍ତ ହେଇପାରିବ ଅର୍ଥ ଯିଏ ମୋର ମସ୍ତକକୁ ଜାଣିପାରିବ ଆଉ ଯିଏ ମୋର ପାଦକୁ ଜାଣିପାରିବ ସେଇ ଶ୍ରେଷ୍ଠ ମୋର ଶ୍ରେଷ୍ଠ ହବାର ନାହିଁ ତୁମ ଭିତରୁ କିଏ ଶ୍ରେଷ୍ଠ ତୁମେ ବିଚାର ହଂସ ବ୍ରହ୍ମା କଲେ ହଂସ ରୂପେ ଶୂନ୍ୟ ବ୍ରହ୍ମା ତଳାତଳ ପର୍ଯ୍ୟନ୍ତ କିଏ ଗଲେ ନା ଭଗବାନ ବିଷ୍ଣୁ ଶୁକର ରୂପେଣ ଶୁକର ଉପରେ ବିଷ୍ଣୁ ୟାର ପାଦ ଖୋଲିବା ପାଇଁ ମୂଳ ଖୋଲିବା ପାଇଁ ପଶିଲେ ବ୍ରହ୍ମା ହଂସ ରୂପ ହେଇକରି ସ୍ୱର୍ଗ ମହ ଜନ କପ ଲୋକ ଯେତେ ଯାହା ଅଛି ଯେତେ ବାଟ ବ୍ରହ୍ମାଙ୍କର ଗତି ଆପଣ ଚିନ୍ତା କରନ୍ତୁ ବ୍ରହ୍ମାଙ୍କର ଗତିର କଳ୍ପନା କିଏ କରିବ ସରିଗଲା ଅନ୍ତରିକ୍ଷ ବୈକୁଣ୍ଠ ପର୍ଯ୍ୟନ୍ତ ବ୍ରହ୍ମା ଚାଲିଲେ କାରଣ ବୈକୁଣ୍ଠ ବି ମହାପ୍ରଭୁଙ୍କର ବ୍ରହ୍ମାଙ୍କୁ ମନା ନାହିଁ ବୈକୁଣ୍ଠ ପରେ ଆଉ କିଛି ନଥାଏ ଲୋକ ଗୋଲକ ପରେ ଆଉ କିଛି ଲୋକ ନାହିଁ ଯେତିକି ଲୋକର ବର୍ଣ୍ଣନା ହେଇଛି ପାତାଳାଦି ଅଧସପ୍ତ ଲୋକ ସ୍ୱର୍ଗାଦି ଊର୍ଦ୍ଧ୍ୱସପ୍ତ ଲୋକ ଇଏ ଚତୁର୍ଦ୍ଦଶ ଭୁବନ ବ୍ରହ୍ମା ଜଣେ ସାତ ତଳକୁ ଯାଇଛନ୍ତି ଜଣେ ସାତ ଉପରକୁ ଯାଇଛନ୍ତି ସରିଗଲା ଠକିକିରି ବ୍ରହ୍ମା ପଳେଇ ଆସିବେ ଭଗବାନ ବିଷ୍ଣୁ ଆସିକିରି ଆଗୁଆ ବସିଛନ୍ତି ସେ ଜ୍ୟୋତିର୍ମୟ ଲିଙ୍ଗ ପଚାରିଲେ କହିଲେ ହେ ବିଷ୍ଣୁ ଆପଣ ଦେଖିଲେ ବେଦରେ କୁହାଯାଇଛି ବିଷ୍ଣୁ ବିଚକ୍ରମ ଅର୍ଥାତ୍ ତା ଭଳିଆ ବଳବାନ କେହି ନାହିଁ ଭଗବାନ ବିଷ୍ଣୁ ସତ କହିଲେ ନା ଆପଣ କିଏ ତ ମୁଁ ଦେଖିନି କଣ ମୁଁ ଜାଣିନି କିନ୍ତୁ ମୁଁ ଏତିକି ଜାଣିନି ପାଦ ଖୋଜିକି ପାଇଲି ନା ନାଭି ଦୃଶ୍ୟମାନ ନା ହୃଦୟ ଦୃଶ୍ୟମାନ ନା ଉରୁ ଦୃଶ୍ୟମାନ ନା ଚରଣ ଦୃଶ୍ୟମାନ ଆହୁରି ଗଭୀରକୁ ଅଛି ଆହୁରି ଗଭୀର ଏ କଥା କିଏ କହୁଛି ନା ସେଇ କଥା କହୁଛି କି केशमुच माया केशमुच संध्या फसितं च माया କଥା ସେଇ କହୁଛି ଯାହାକୁ ବେଦ ସ୍ତୁତି କରି କହୁଛି ହେ ମହାପ୍ରଭୁ ହେ ଓଡ଼ିଆର ଭୁଜ ଅସରଣ ଶରଣଦାୟକ ଆତ୍ମତ୍ରାଣ ତୁମ ପାଦ ପାତାଳ ଠାରୁ ବି ଗଭୀର ତୁମ ଯୋଉ ଘନ କୁଞ୍ଚିତ କେଶ ଇଏ ସନ୍ଧ୍ୟା ଠାରୁ ଆହୁରି ଅନ୍ଧକାର ଆଉ ଜଗନ୍ମୋଦ କରିଛ ମାୟା ଯୋଉଥିରେ ଯୋଉ ମାୟାରେ ଜଗତ ଆନନ୍ଦରେ ଚଳୁଛି ଇଏ ତୁମ ହସଟା ହଉଛି ହେ ରଙ୍ଗାଧର ତୁମ ମାୟା ସିଏ ଶେଷରେ କହୁଛନ୍ତି ମୁଁ ପାଇବି ନାହିଁ ଇଏ ଯୋଉ ଲିଙ୍ଗର କଥା ପାଇବି ନାହିଁ ବ୍ରହ୍ମା ଫେରୁଛନ୍ତି ଶୀର୍ଷଣ ପାଇକିରି ମନରେ ବ୍ରହ୍ମା ଚିନ୍ତା କଲେ ରଜଗୁଣ ଯେହେତୁ ବିଷ୍ଣୁ ସତ୍ୱଗୁଣ ତେଣୁ ସେଠି ମିଥ୍ୟା ରହିଲା ନାହିଁ ରଜଗୁଣରେ ବ୍ରହ୍ମା ପରାକ୍ରମ ଦେଖେଇବାକୁ ଯାଇଥିଲି ପହଞ୍ଚିକିରି ବିଷ୍ଣୁ ପଚାରିଦେଲେ ହେ ସ୍ୱୟଂଭୁ ତୁମେ ଶୀର୍ଷ ପାଇଗଲ ତ ପାଇଲେ କେମିତି ଦେଖିବାକୁ ତାର ଶୀର୍ଷ
ନାଟ କଲେ ହେଲେ ବ୍ରହ୍ମା ମିଛ କହିଲେ। ବ୍ରହ୍ମାଙ୍କର 5ଟା ମସ୍ତକ ଥିଲା। ବ୍ରହ୍ମା ମିଛ କହିଦେଲେ ତ ଏ ଜ୍ୟୋତିର୍ମୟ ଲିଙ୍ଗ ଶୂଳାଘାତରେ ବ୍ରହ୍ମାଙ୍କର ଗୋଟିଏ ମସ୍ତକ ଖସିବ। ବ୍ରହ୍ମା ଭୟରେ ପତିତ ହେଇଗଲେ, କହିଲେ ନା ମୁଁ ଦେଖିନି, ମିଛ କହିଥିଲି। କେତକୀ ଫୁଲ ବ୍ରହ୍ମାଙ୍କ ସହିତ ମାରିଥିଲା, ତେଣୁ ବର୍ଷ ଯାକ ପୂଜା ରହିଲା, ଏଇ ଗୋଟିଏ ଦିନ ମହାଶିବରାତ୍ରିରେ ଲାଗି ହବ। ବ୍ରହ୍ମା ସ୍ତୁତି କଲେ, କହିଲେ ପ୍ରଭୁ ତୁମର ଅନ୍ତ କେହି ଜାଣେ, ତୁମେ ସ୍ୱୟଂ ଜ୍ୟୋତିର୍ମୟ ପ୍ରାଣ, ତୁମେ ସମସ୍ତଙ୍କର ଦେବତା। ହେ ମହାଦେବ, ତୁମ କଥା କିଏ କହିପାରେ? ଶାସ୍ତ୍ର ଗୋଟେ ସୁନ୍ଦର ସ୍ତୁତି କରିଛି। ଅବ୍ୟୟ ପୁରୁଷ ସାକ୍ଷୀ, ନିତ୍ୟ ସତ୍ୟ ପୁରାତନ। ଭଗବାନ ଶିବଙ୍କ ବାଣୀ ରହିଛି। ଅବ୍ୟୟ যে অব্যয় পুরুষ, সাক্ষী দ্রষ্টা ହେଇକିରି ରହିଛି, ପୁରିକିରି ତ ରହିଛି, କିନ୍ତୁ ଦ୍ରଷ୍ଟା। ଯଦି ଆମ ଶରୀର ଭିତରୁ ଶିବର ଇକାର ଆହ୍ଲା ଯଦି ବାହାରି ଯିବ, ତାହେଲେ ରହିଯିବା ଆମେ ଶବ। ଶିବ ଆଉ ଶକ୍ତି ପୂରିତ ହେଇକିରି ରହିଥିବାରୁ ଆମେ ଦୃଶ୍ୟମାନ ହଉଛେ ଜୀବ। ଏଠି ସରିଗଲା ସାକ୍ଷୀ ଭାବରେ। ଶିବ ଯେହେତୁ ଦ୍ରଷ୍ଟା ହେଇଛି ଏବଂ 10 ଇନ୍ଦ୍ରିୟ ସಮೇତ, ମନ ସಮೇତ ସବୁ ପୂରିକିରି ରହିଛି ଦ୍ରଷ୍ଟା ହେଇକିରି, ଯେ 14 ଇନ୍ଦ୍ରିୟ ଯିଏ ଅତୀତ ହେଇଛି ଶିବ। ଇଏ ମନ ପଞ୍ଚ ତନ୍ମାତ୍ରା, ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ମନ ବୁଦ୍ଧି ଚିତ୍ତ ଅହଙ୍କାର, 14 ହେଇଗଲେ। 5 କର୍ମେନ୍ଦ୍ରିୟ, 5 ଜ୍ଞାନେନ୍ଦ୍ରିୟ କେତେ ହେଲେ? 10। ଅନ୍ତଃକରଣ, ଅହଙ୍କାର, ବୁଦ୍ଧି, ମନ, ଚିତ୍ତ, ଇଏ 4 ଜଣଙ୍କର ଗୋଟେ ଦେବତା। କି ଅହଙ୍କାର, ପ୍ରଥମ ଦେବତା ହଉଛନ୍ତି ଶିବ। ଅହଙ୍କାର ଶିବ ବୁଦ୍ଧି ମନ ଶଶି ଚିତ୍ତ ମହା, ଇଏ ହେଲେ 14 ଇନ୍ଦ୍ରିୟ। ତେଣୁ ଶିବଙ୍କର ତିଥି ଆପଣ ଦେଖିବେ ସବୁବେଳେ ଚତୁର୍ଦ୍ଦଶୀ, ଆଉ ମୋ ମାର ତିଥି ଦେଖିବେ ସବୁବେଳେ ଚତୁର୍ଦ୍ଦଶୀ। ଏ 4 ଅନ୍ତଃକରଣ ସಮೇତ କର୍ମେନ୍ଦ୍ରିୟ ଜ୍ଞାନେନ୍ଦ୍ରିୟ ଯାହା ଇଚ୍ଛାରେ ଚଳେ। ତ ବ୍ରହ୍ମା ପତିତ ହେଇଗଲେ, ଭୟାକୁଳ ହେଇଗଲେ। କିନ୍ତୁ ଇଏ କିଏ? ଲିଙ୍ଗ ବି ଦୃଶ୍ୟମାନ ହେଇନାହାନ୍ତି, ଅଗ୍ନିସ୍ତମ୍ଭ ବୋଲି କୁହାଯାଇଛି। ଲିଙ୍ଗ ପୁରାଣରେ, ସ୍କନ୍ଦ ପୁରାଣରେ, ରୁଦ୍ର ସଂହିତା ମାନଙ୍କରେ କୁହାଯାଇଛି ଅଗ୍ନିସ୍ତମ୍ଭ। ଆରମ୍ଭ ନାହିଁ, ଶେଷ ନାହିଁ। ଏହି ଶିବରାତ୍ରି ଦିନ, ମହାଶିବରାତ୍ରି ଦିନ ଠିକ ମଧ୍ୟରାତ୍ରରେ ପ୍ରାକଟ୍ୟ ହେବ। ତେଣୁ ସମସ୍ତେ ଚିନ୍ତନ କଲେ, ଅର୍ଚ୍ଚନ କରିବେ। ପ୍ରଥମ ଅର୍ଚ୍ଚନ କିଏ କଲେ ନା ବ୍ରହ୍ମା ବିଷ୍ଣୁ ସେବିତ। ବ୍ରହ୍ମା ଆଉ ବିଷ୍ଣୁ ହଉଛନ୍ତି ପ୍ରଥମ ସେବା କରାବାଲା ଦେବତା। ଆସିଗଲେ, ଯୁଗ ଆରମ୍ଭ ହେଇନି। এই মহাশিবরাত্রিরে বহুত ঘটনা ঘটিছে। তেণু আচার্য আরবিত জ্ঞানী অজ্ঞানী, স্ত্রী পুরুষ, বালক বৃদ্ধ সমস্ত শিবরাত্রি নিজ কর্মপাশ বিনাশ। তো ব্রহ্মা কহিলে প্রভু টিকে হেলে রূপ তো দেখা, এমনি রূপ ভগবান শিব দেখেইলে যাহা দৃশ্যমান নহ, কেবল অনুভব। ইয়ে তত্ত্বর নাম হচ্ছে সদাশিব তত্ত্ব।
ୟାକୁ ପରେ କେତେବେଳେ କହିବି କିନ୍ତୁ ଗୁରୁ ଶିଷ୍ୟ ପରମ୍ପରା। ତାପରେ ଆସିଲା ଶିବ ତତ୍ତ୍ୱ। ଶିବ କେତେ କଥା ଆପଣ ବୁଝିବେ। ସଦାଶିବ ତତ୍ତ୍ୱ, ଅର୍ଦ୍ଧନାରୀଶ୍ୱର ତତ୍ତ୍ୱ, ଶିବ ତ୍ରୟମ୍ବକ, ପାଞ୍ଚଟା ମୁଖ ଶିବଙ୍କର। ଏଇ ଯୋଉ ଆପଣ ମହାଶିବରାତ୍ରି କରିବେ, ଆଉ ଏ ରାତ୍ରି ଶବ୍ଦ କାହିଁକି ଆମ ମହାନଦୀରେ ପୂଜା ହବ? ଆପଣ ଦେଖିବେ ଜଗନ୍ନାଥଙ୍କର ଆପଣ ଅର୍ଜନ କରିବେ, ଆପଣ କହିବେ ଜଗନ୍ନାଥ ପାଞ୍ଚ ରାତ୍ର, ଶିବରାତ୍ରି, ନବରାତ୍ରି, ଜଗନ୍ନାଥ ପାଞ୍ଚ ରାତ୍ର, ନାରଦ ପାଞ୍ଚ ରାତ୍ର, ମହାଶିବରାତ୍ରି କହିଲେ ରାତ୍ରି କାହିଁକି? କିନ୍ତୁ ବିଷ୍ଣୁ ତ ଦିନରେ ଦେବତା, ଜଗନ୍ନାଥର କାହିଁକି ରାତିର? ଭଗବାନ ଶିବ ସନ୍ଧ୍ୟା ବେଳେ କବାଟ ଖୋଲା ଯାଏ, ସୂର୍ଯ୍ୟାସ୍ତ ପୂର୍ବରୁ ଶିବଙ୍କର କବାଟ ବନ୍ଦ ରହେ। ମହାପ୍ରଭୁ ଧ୍ୟାନମଗ୍ନ ହେଇଯାନ୍ତି। ସଂସାରରେ ଗୋଟିଏ ଠାକୁର ଯିଏ ଶୁଏନି, ବହୁଳ ହୁଏନି, ଧ୍ୟାନସ୍ଥ ହେଇଯାନ୍ତି ମହାପ୍ରଭୁ। ହେଲା, ବ୍ରହ୍ମା କହିଲେ ପ୍ରଭୁ ମୁଁ ସୃଷ୍ଟି କରିଛି। ଭଗବାନ ଶିବ ଏବେ ସମସ୍ତଙ୍କୁ ମୁଖ ଦେଖେଇ ଦେଇଥିଲେ, ବ୍ରହ୍ମା ତୁ ସର୍ଜନା କରିବୁ, ମୋର ପ୍ରଥମ ମୁଖ ଆଶ୍ରୟରେ, ମୋ ପ୍ରଥମ ମୁଖକୁ ଆଶ୍ରୟ କରିକି ସେବା କରିକି ତୁ ସୃଷ୍ଟି କରିବାକୁ ସମର୍ଥ ହେଇଛୁ। ସୃଷ୍ଟି ଭୁଲ କରେ, ଆଉ ପ୍ରକୃତରେ ମୋ ବାପ ଛଡ଼ା ସୃଷ୍ଟି କରିବାକୁ ସମର୍ଥ। କେମିତି ଦେଖନ୍ତୁ, ପ୍ରଥମ ମୁଖ ହଉଛି ସଦ୍ୟଜାତ, ସମୟ ହଉଛି 7ଟାରୁ 10ଟା। ପ୍ରଥମ ପ୍ରହର, ପ୍ରଥମ ମୁଖ ସଦ୍ୟଜାତ ହେଉଛନ୍ତି ପଶ୍ଚିମ ମୁଖ। ଯୋଉ 5ଟା ମୁଖ ଅଛି, ପଶ୍ଚିମ ମୁଖ। ପଶ୍ଚିମ ମୁଖର, ପଶ୍ଚିମ ଦିଗର ଦେବତା କିଏ? ନା ବରୁଣ। ତେଣୁ ପୂଜା କୋଉଥିରେ ହେବେ? ନା ଜଳରେ। ପ୍ରଥମ ମୁଖ ଯେହେତୁ ସଦ୍ୟଜାତ, ସଦ୍ୟ ସାଙ୍ଗରେ ଗୋଟେ ଶବ୍ଦ ଲାଗି ଦେଇଥିବେ, ଜାତ ମନ୍ତ୍ର, ସଦ୍ୟଜାତ ପ୍ରପଦ୍ୟାମି ସଦ୍ୟଜାତାୟ ବৈ ନମୋ ନମଃ। କଣ କଲେ? ନା ଭବେ ଭବେ ନାତି ଭବେ ଭବସ୍ୟ ଭବତ ଭବାୟ ନମଃ। ଇଏ ସଂସାରରେ ପୁରିକିରି ରହିଛି, ସଂସାର ସୃଷ୍ଟି କରିଛି, ସଂସାର ସରିଲେ ବି ଯାହା ପାଖକୁ ଯିବ ତା ନାଁ ହଉଛି ସଦ୍ୟଜାତ। ପ୍ରଥମ ପ୍ରହର 5 ମୁଖ ମହାପ୍ରଭୁ ବସିଛନ୍ତି। ଦ୍ୱିତୀୟ ପ୍ରହର ବାମଦେବ ବିଷ୍ଣୁଙ୍କୁ ମହାପ୍ରଭୁ ଅନେଇଲେ, କହିଲେ ବିଷ୍ଣୁ ତୁମେ ପାଳନ କରିନ, ମୁଁ ବାମଦେବ ଉପରେ ପାଳନ କରିଛି, ମୋତେ ଆଶ୍ରୟ କରିକିରି ଜଗତ ପାଳିତ। ଏ ବାମଦେବ ମୁଖ ହଉଛି ଦ୍ୱିତୀୟ ମୁଖ। ଦିଗ କଣ? ନା ଉତ୍ତର। ଓମ ବାମଦେବାୟ ନମଃ, ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ, ରୁଦ୍ରାୟ ନମଃ, ବଳବିକରଣାୟ ନମଃ, ବଳବିକରଣାୟ ନମଃ, ବଳାୟ ନମଃ, ବଳପ୍ରମଥନାୟ ନମଃ, ସର୍ବଭୂତ ଦମନାୟ ନମଃ, ମନୋନମନାୟ ନମଃ। ଇଏ ପାଳନ କଲାବାଲା ବାମଦେବ, ଉତ୍ତର ମୁଖ। ଆପଣ ଦେଖିବେ ବିଷ୍ଣୁଙ୍କର ଯେତିକି ଯେତିକି, ଅର୍ଥାତ୍ ପାଳନକର୍ତ୍ତାଙ୍କର ଯେତିକି ଯେତିକି ପ୍ରିୟ ବସ୍ତୁ, ବାମଦେବଙ୍କର ସେତିକି। ଯୋଉ ଦକ୍ଷିଣ ମୁହଁଟା ହେଇଛି ନା ଇଏ ଅଘୋର। ୟାକୁ ଦେଖିକିରି ଜନ ଭୟ କରେ, ତେଣୁ ନା ହେଲା ମହାକାଳ। ଇଏ ସଂହାର କଲାବାଲା ଅଗ୍ନିମୟ କୃଷ୍ଣକାୟ ରୁଦ୍ର। ଦକ୍ଷିଣ ମୁଖ। ପୂର୍ବ ମୁଖ ହେଲେ ତତ୍ପୁରୁଷ। ଇଏ ତିରୋଭାବ, ସବୁକୁ ନିଜ ଭିତରେ ମିଶେଇ। ବର୍ଣ୍ଣ ହଉଛି ପୀତ, ମୋ ମାର ଯୋଉ ବର୍ଣ୍ଣ, ତତ୍ପୁରୁଷଙ୍କର ସେଇ ବର୍ଣ୍ଣ। କହିଲେ ଈଶାନ, କହିଲେ ଇଏ ଶୀର୍ଷ ମୁଖ, ଉପରକୁ ମୁହଁ କରିକିରି ଥାଏ। ୟାର ଇଏ ସର୍ବଜ୍ଞାତା,
ये मो महाप्रभुंकर भी गुरु देवी मानकर गुरु ब्रह्मार गुरु सचराचर गुरु अनंत कोटि ब्रह्मांडर गुरु ये समस्त को आश्रय देवे पुणी निरालंब तत्व देखा तीनटा सृष्टि पालन आश्रय जीव सृष्टि हम देवता सृष्टि हेबे पालित हेबे शेष आश्रय कौटी देवे श्मशान जी शेष आश्रय कौचे या पर भुवन को गला जो देवता को अर्चन कर आश्रय नब जो तत्वटा बनी पड़े निराल निरालंबर प्रतीक होती विशाल जिते विद्या अच्छे से भागवत हूँ रामायण हूँ अष्टादश पुराण हूँ हयग्रीव अवतार 24 लक्ष श्लोक हयग्रीव महाप्रभु देवर्षि नारद को देइथिबा बृहत नारदीय पुराण भाव जाओ देलावाला ईशान ईशान सर्वविद्यानां ईश्वरं सर्वभूतानां ब्रह्मा अधिपति ये समस्त पंचमुख देखले तो ब्रह्मा विष्णु दीज जाक स्तुति करे ब्रह्मा कहले मु भूल करी महाप्रभु को मत देखी कोई मो मुंड ऊपर अच्छी ब्रह्मा स्तुति करे आकाश शून्यलिंगं च पाताले आटकेश्वर मृत्युलोके महाकालं अच्छा सबू करवा बहुत रहस्य ता भितर बुझार 5 रूप याकर बाहन देखिए विचित्र याको अस्त्र देखिए विचित्र ब्रह्मर स्वभाव होची सबु थिब सबु नथिब सबु थिब सबुर व्यतिक्रम थिब केबे जानिब ब्रह्म शरीर अछि शरीर नाही शंकर रूपरे शरीर शिव रूपरे शरीर बुझिया राजकीय ठानिया मन देखिबे आंको भड़िया केही ना ये राज राजेश्वर बोली कहा जाय याको भଳି ऐश्वर्य केही ना रावण पाइला स्वर्णमयी लंका आंकरी पाखरु तो कुबेर पाइले अलका बोली आंकरी पाखरु तो याको भଳିया बजा केही नाही याऊ आंको भଳିया त्यागी सन्यासी केही नाही आंको भଳିया आसक्त केही नाही आऊ निरासक्त निरालंब केही नाही भगवती माँ को मोर अर्धांगरे बसई देले ना हिगला अर्धनारीश्वर एते आसक्त हेई गले माँ को कांधरे पकई गिरी बोलिले एते आसक्त या भलिया संसार काल नहीं जोठी समस्ते साम्य भाव ना द्वेष ना प्रीति ना द्वेष ना कलह ना अहंकार ना जिज्ञासा आवलिया परिवार नहीं ये महाप्रभु ये सब बुझती किसी बुझती विश्वर विरोधाभास आप देखिए माटीर गर्भ उत्पन्न हम से विष्णु पूजा करी संतान मागिबनी से शिव पूजा करी मागिब ताको आमको महादेव से जीव जीवन जाक बुलिब जोठिकी शेष जीव सेठी भी जगिची सी तेणु श्मशान जो रूप संसार से रूप गर्भवास पूर्व से रूप सूक्ष्म सत्ता से रूप जीव जानू कि न जानू तेणु महाप्रभु जानी सेवा जीव कर तेणु कहले ज्ञातेवा अज्ञातेवा जानिकी हो न जानिकी हो ज्ञान रे हो अज्ञान रे हो विचार करी हो निर्विचार हो ये जेती पाई देखिए आप मूर्ख बाबा कहले केमिति ना ये शिवरात्रि दिन बानासुर पाइला जो आम जिलार नाम बालेश्वर होइछि
गोटे दिन से बुलिब 5 शिव समुद्र में तर्पण कर 1000टा हाथ बाणासुर आपण जदि केतेबेले लोकनाथ पाख पुरी रे जिबे देखिबे बाणासुर 1000 हाथ स्तुति करूची कला मुकुनी पत्थर प्रस्तुत आपण देखिबे दशानन रावण 20 हाथ कैलाश टिकिरी धरिची से लोकनाथ पाख यहाँ बोलिया कि यही शिवरात्रि तपस्या करके बाणासुर देवता माने हतबल हो गले गुरु को निंदिकी बृहस्पति को निंदिकी रुद्रासुर से आक्रमण कला देवता माने गिरिकुंदला लुचिले ब्रह्मा को पचारे आम पुरी केमिति स्वर्ग आदि पाइबू केमिति भोग मोक्ष दीटा जाक पाइबू किए दब शिव को तपस्या कर देवता माने शिव को तपस्या कले कारण गुरु भगवान शिव ही गुरु जदि कौटी कौटी किंचित किंचित व्यतिक्रम कह कृष्ण वंदे जगद्गुरु राम वंदे जगद्गुरु किंतु आप सबुठी देखिए दक्षिणामूर्ति होती दक्षिणामूर्ति शिव विष्णुकर विभु सचराचर समस्त वंदे बोधमय नित्यं गुरु शंकरोपिण जमाश्रित हि वक्रोपि चंद्र सर्वत्र वन्द्यते भगवान शंकर गुरु को आश्रय करी तो द्वितीय चंद्रटा पूजा पाइला ना नले तो द्वितीय चंद्र पूजित नथिला सर्प पूजा केबे ना मो महाप्रभु को बेकरे रहिले पेटरे यज्ञ व्यार यज्ञ उपवीतिन वासुकी उपवीत हो गले ये पाट भी पिंधेला वाला परिचर्म भी पिंधेला वाला वस्तु बड़कड़ भी पिंधेला वाला आ दिगंबर उलग्न होगी गला वाला आप गोटे कथा कह सचराचर देवता खोजा पड़ो आपण भितर ब्रह्मा सचराचर चाहे नारी हो कि पुरुष हो कि गछ हो कि तृण हो कि जा हो विद्यमान कर देखी पुरुषाकार पुरुषर लिंग महाप्रभु का आकृति मत आगे कहतु जीवटा आगे ना शिवटा आगे शिवटा आगे जदि शिव आगे ताले एमिति विग्रह आपण कौन करे स्वाधिष्ठान चक्र स्व अधिष्ठान तार तेणु ता नंदबादर नाम होची अद्वैत से दुई चलिबो से का जीवर लिंग देखा जमी मो शिव देखा ये किए बोली आपण कहे से नारी शब्द देवे स्त्रीलिंग ता लिंग अच्छी आपण कहे से नारी नुह कि पुरुष नुह कहले क्लेबलिंग लिंग लगे शब्द सचराचर लिंगमय लिंगाष्टक पढ़ी देखिए ब्रह्मारी सुरार्चित लिंगम ब्रह्मा विष्णु जागु सेवा आम जागु सेवा आमर भ्रम जीवर भ्रम बासना ये से भावी से भोग्य वस्तु ना ना सी महाप्रभु शक्ति आवरित रही शिवलिंग नम शिवाय शिवतराय मय भवाय सी भरिगिरी रही कई गढ़ी आते देवता जिते ठाकुर आप देखिए किए शिला किए दारू किए मृणमय किए धातु हेले मो महाप्रभु शंकर शिव मो महादेव
ଯେବେଠୁ ଦେବତା ଯେବେଠୁ ବ୍ରହ୍ମାଣ୍ଡ କଳ୍ପନା ସେ ସବୁରେ ବୁଡ଼ିକି ରହିଛି। ତେଣୁ କୁହାଗଲା ନମ ଶିବାୟ ଚ ଶିବତରାୟ ଚ। ଆପଣ କହିବେ କାଲି ମୁଁ ବି କଣ ଶିବ? ହଁ, ଜୀବ ଭାବ ଲୋପ ପାଇଗଲେ ଶିବ ଭାବ। ତେଣୁ ଆପଣ ଯେତେବେଳେ ଧ୍ୟାନ କରିବେ ଯୋଉ ଜାଗାକୁ କରିବେ ସେଟା ଶିବର ଜାଗା। ପ୍ରକାର ଆପଣ କହିବେ ଯୁଆଡେ ଯୁଆଡେ ଯିବି। ଆପଣ ଦେଖନ୍ତୁ ବିଷ୍ଣୁଙ୍କର ଉଗ୍ର ସବୁଠୁ ଉଗ୍ର ବିଗ୍ରହ କି? ଅଭୟ ବିଗ୍ରହ କି? ମହାପ୍ରଭୁ ନୃସିଂହ ନା? ମତ୍ସ୍ୟାବତାରରୁ କଳିକି ଅବତାର ପର୍ଯ୍ୟନ୍ତ ମହାପ୍ରଭୁ ନୃସିଂହଙ୍କ ଭଳିଆ ଅଭୟ ବିଗ୍ରହ ଉଗ୍ର ବିଗ୍ରହ କିଏ? କେହି ଶାନ୍ତ କରିପାରିଲେ ନାହିଁ। ତେଣୁ ସ୍ତୁତି କରାଗଲା ଉଗ୍ର ବୀରଂ ମହାବିଷ୍ଣୁ ଜ୍ୱଳନ୍ତଂ ସର୍ବତୋମୁଖଂ ନୃସିଂହଂ ଭୀଷଣ ଭଦ୍ର ମୃତ୍ୟୁର୍ମୃତ୍ୟୁର୍ମାନ୍ୟଂ। କହିଲେ ଯେତେବେଳେ ମୋ ମହାପ୍ରଭୁ ନୃସିଂହ ଶାନ୍ତ ହେଲେ ନାହିଁ, ତ୍ରୈଲୋକ୍ୟ ଭୟଭୀତ ହେଇଗଲା। କାହାକୁ ସ୍ତୁତି କଲା? ନା ଭଗବାନ ଶିବ। କହିଲେ ପ୍ରଭୁ ତୁମେ ସମସ୍ତଙ୍କୁ ଭୟ ଦେଲା ଗଲା, ତୁମେ ହିଁ କିଛି କର। ଇଏ ତୁମ ଆତ୍ମା, ତୁମ ପ୍ରାଣ, ତୁମ ବନ୍ଧୁ, ତୁମ ଜ୍ଞାତି ସବୁ। ଭଗବାନ ଶଙ୍କର କହିଲେ ରହ, ଯୋଉ ରୂପ ନେଲେ ଆପଣମାନଙ୍କ ଭିତରୁ ଅଧିକାଂଶ ସେ ରୂପକୁ ବୁଝିନଥିବେ। ତା ନାମ ହଉଛି ସରଭାବତାର। ନୃସିଂହଙ୍କ ଠାରୁ ଆହୁରି ଉଗ୍ର ଉନ୍ମତ୍ତ ଭୟଙ୍କର। ପାଦ ହାତ ହଉଛି ସିଂହ ପଞ୍ଜା ଭଳିଆ, ଅନନ୍ତ ଦୁରାବଲମ୍ବୀ ପକ୍ଷ। ସିଂହ ଭଳିଆ ଅନେକ ଅନେକ ବର୍ଣ୍ଣନ ସେ ରୂପର ଅଛି। ଗୋଟିଏ ଆଘାତରେ ନୃସିଂହଙ୍କର ଉଗ୍ର ରୂପ ପ୍ରଶମିତ ହୋଇଗଲା। ଶାନ୍ତ କୋଉଠି ନାହିଁ, କେମିତି ନାହିଁ। ସତ୍ୟକୁ ଯିବେ ସେଇ ମହାଶିବରାତ୍ରି ଦେବତା ମାନେ ସ୍ତୁତି କଲେ, କହିଲେ ସମୁଦ୍ର ମନ୍ଥନ କରିବା। ମହାପ୍ରଭୁ କହିଲେ ଲକ୍ଷ୍ମୀ ମୋର ଥିଲା, କେବଳ ସେ ମୁକ୍ତ ହେଇଥିଲା ସିନ୍ଧୁ ଭିତରେ। ମଙ୍ଗଳ ପର୍ବତରେ ପୁଣି ସେ ପ୍ରକଟ ହବ ମୋର ମୋ ଆଲ୍ଲାହ ମା ମୋର ମହାପ୍ରଭୁ ପ୍ରାପ୍ତ ହେଇଗଲେ। ଐରାବତ ପାରିଜାତ ଇଏ ସବୁକୁ ଇନ୍ଦ୍ର ଦେଇଗଲେ। ଏମିତି ଏମିତି ସବୁ ନେଲେ 14ଟା ରତ୍ନ ବାହାରିଲେ। ଚନ୍ଦ୍ର ବି ତା ଭିତରୁ ମଦ ବି ବାହାରିଥିଲେ। ଆପଣ ମହାଲକ୍ଷ୍ମୀଙ୍କ ସାଙ୍ଗରେ ଭାଇ ଭଉଣୀ 3 ଜଣ ବାହାରିଲେ, 4 ଜଣ ବାହାରିଲେ। ये 14 जन जाक भाई भौणी। तेणु आप देखिए बेसी लक्ष्मी माँ लक्ष्मी माँ जहाँ रुष्ट हो जाती विषय बासना बेसी तेरे सी कर कौन ना मदमुक्त हो रावण हो गला, कंस हो गला, बाणासुर हो गला। तेणु माँ गोटे भौणी होती बारुणी, भाई होती चंद्र। से औषधीश मनर देवता। आप देखिए चंद्र भगवान प्रकृत बड़ सुंदर सेवक भी आश्रय नेला वाला भितर भी प्रथम। आपण रामावतार को जीवे तो भगवान राम सूर्य वंश समुद्भव किंतु नाम हम चंद्र। श्री रामचंद्र भूमि सुतकीर्ति चंद्र सब चंद्र लगे। स्मेरस्य चंद्र रजनी चर पद्म चंद्र
চন্দ্র রঘুবংশ সমুদ্র চন্দ্র সীতামনু কুমুদ চন্দ্র নমো নমস্তে। রাম বলি বহুত কম ডাকে, সব সমস্তে ডাকিবে রামচন্দ্র। ভগবান কৃষ্ণ চন্দ্র বংশের নাম জন্ম হল, নাম ହେଲା কৃষ্ণচন্দ্র। কিন্তু চন্দ্র প্রথমে আশ্রয় কাহাକୁ কলে? ভগবান শঙ্কর কহিলে প্রভু ମୋ ଦେହରେ କଳଙ୍କ ଅଛି, ଗୌତମଙ୍କର ଅଭିଶାପରେ ମୁଁ କଳଙ୍କିତ ହେଇଛି, ତେଣୁ ମୁଁ ମୋ ଭଉଣୀ ଭଳିଆ ନିର୍ମଳ ହେଇପାରିବି ନାହିଁ, ମହାଲକ୍ଷ୍ମୀଙ୍କ ଭଳିଆ ମୋ ଭିତରେ କଳା ରହିଗଲା, କଳଙ୍କ ରହିଗଲା, ମୋତେ କେହି ସ୍ୱୀକାର କରୁନାହାନ୍ତି। ଭଗବାନ ଶିବ ବସିଦେଲେ, ବାପ ଯାହାକୁ କେହି ସ୍ୱୀକାର କରନ୍ତିନି ତା ପାଇଁ କଲା ମୁଁ ଅଛି, କୋଉଠି ବସିବୁ କହ? ଚନ୍ଦ୍ର କହିଲେ ପ୍ରଭୁ ଯୋଉଠି ଆପଣ ଆଶ୍ରୟ ଦେବେ। ଆପଣ ଦେଖିଲେ ଗୋଟେ ଶୁଣିବେ, ନମାମି ସମୀଶାନ ନିର୍ବାଣ, ଈଶାନ ଶବ୍ଦ କହିଥିଲି, ନମାମି ସମୀଶାନ ନିର୍ବାଣ ବିଭୁଂ ବ୍ୟାପକଂ ବ୍ରହ୍ମ বেদং স্বরূপম নিজং নির্গুণং নির্বিকল্পম নিরীহং চিদাকাশ মাকাশ বাসং ভজে তুষারাদিশঙ্কাশ গৌরং গভীরং মনোভূতকোটি প্রভাশ্রী শরীরং স্মরদ মৌড়ি। ଆପଣ ଦେଖିବେ ଭାଲରେ ଚନ୍ଦ୍ର ଅଛନ୍ତି। ମହାପ୍ରଭୁ ଚନ୍ଦ୍ରକୁ କହିଲେ କୋଉଠି ବସିବେ? ନା ମସ୍ତକରେ ବସିବି, କିନ୍ତୁ ମତେ ଯିଏ ଧାରଣ କରିବ ସିଏ ଅମଙ୍ଗଲ୍ୟ ହେଇଯିବ, ମତେ ଅଭିଶାପ ଅଛି। ତେଣୁ ବିଷ୍ଣୁ ମନା କଲେ, କହିଲେ ପୂର୍ଣ୍ଣଚନ୍ଦ୍ର ହେଇକି ମୋ ପଛରେ ରହିବୁ ଯଦି ରହ। ଯେତେ ଯେତେ ବିଷ୍ଣୁଙ୍କର ଅବତାର ହବ ମୁଁ ଆଗ କହିବି, ତୁମେ ତ ମୋର ଅତି ମଧୁର ସମ୍ପର୍କ, ମତେ ତୁମେ ଧାରଣ କର। କହିଲେ ଯଦି ରହିବୁ ଚନ୍ଦ୍ର ଆମ ପାଖରେ, ତୁ ପୂର୍ଣ୍ଣ ଚନ୍ଦ୍ର ହେଇକି ରହିବୁ, ତୋର କଳଙ୍କ ଅଛି ଆମେ ନବାନି। ଭଗବାନ ଶଙ୍କର କହିଲେ ମୋ ଆତ୍ମା ଏହା କହିବି, ଠିକ ଅଛି ବାପ, ଏଇଟା ତ କ୍ଷୟ ଚନ୍ଦ୍ର ହଉଛି ଦ୍ୱିତୀୟା। କ୍ଷୟ ଚନ୍ଦ୍ରକୁ ଦେଖିଲେ କୁଷ୍ଠ ହବ, ତେଣୁ କୁଷ୍ଠ ରୋଗର ଅନ୍ୟ ନାମ ହଉଛି କ୍ଷୟ ରୋଗ। ଭଗବାନ ଶଙ୍କର କହିଲେ ଆ ବସିଯା, ଜଟାରେ ବସିଗଲେ। ଯଦି କେବଳ ଭଗବାନ ଶଙ୍କରଙ୍କର ଜଟାୟୁତର ସ୍ତୁତି ଆପଣ ଦେଖିବେ, ମୁଣ୍ଡ ଖରାପ ହେଇଯିବ। କୋଉ ଜଟାରେ ଗଙ୍ଗା, କୋଉ ଜଟାରେ ଚନ୍ଦ୍ର, କୋଉ ଜଟାରେ ବାବା କଣ ରଖୁଛନ୍ତି ତାକୁ ସେଇ ଜାଣିଛନ୍ତି। ଆଉ ଆପଣ ଜାଣିଛନ୍ତି ଇଏ ଯେତିକି ଅସ୍ତ୍ର ଧରିକି ବୁଲଉଛନ୍ତି ଇଏ ସବୁ ଇଏ ଦେଲା ବାଲା। ନାରାୟଣ କହିଲେ ପ୍ରଭୁ ତୁମେ ତମର ଆତ୍ମା, ମତେ ଏମିତି ଗୋଟେ ଅସ୍ତ୍ର ଦିଅ ଯାହା ତୁଳନା କେହି ନଥିଲେ। ଭଗବାନ ଶିବ କାଢିଲେ ପୁଣିରୁ ସହସ୍ରାର ନମସ୍ତୁଭ୍ୟ ଷୋଡ଼ଶାର ମହାବଳ ସୁଦର୍ଶନ ନମସ୍ତୁଭ୍ୟ ଦିବ୍ୟାୟୁଧ ନମସ୍ତୁତେ। ଇଏ ବିଷ୍ଣୁ କି ନାରାୟଣଙ୍କର ନୁହଁ, ମୋ ବାବାଙ୍କର। ଏମିତି ମୁଣାକୁ କାଢିଲେ, କହିଲେ ହେ ମୋର ଆତ୍ମା, ମୋ ପ୍ରିୟତମ, ଏଇଟା ତୁମେ ଆଜିଠୁ ଧାରଣ କର। ଭଗବାନ ଧରିଲେ। ଯିଏ ଯାହାର ବଳ ସମ୍ଭାଳିବ ବାପ, ଅନ୍ୟ ଲୋକ ବଳ ନେଇକି ତୁମେ ସମ୍ଭାଳି ପାରିବ ନାହିଁ। ପ୍ରଥମ ଥର ଯେତେବେଳେ ଚକ୍ର ବୁଲିଲା ବିଷ୍ଣୁଙ୍କ ହାତରେ, ବିଷ୍ଣୁଙ୍କ ତର୍ଜନୀର ରେଖା କଟିଗଲା। ତାପରେ ଆପଣ ଦେଖିବେ ସୁଦର୍ଶନଙ୍କର ନାମ ବଦଳିଲା ସୌମ୍ୟଂ ଶାନ୍ତଂ ପ୍ରଶାନ୍ତଂ ମଣିମୟଂ କୁଟଂ ସୁଦର୍ଶନ। ଭଗବାନ ରାମ କହିଲେ, ବାମନ କହିଲେ, କହିଲେ ମୁଁ ଭିକ୍ଷା କୋଉଠୁ ମାଗିବି?
ପ୍ରଭୁ ତୁମେ କୋଉଠି ମାଗିବ ତୁମେ କହୁନ? କହିଲେ ଯାହାର ସ୍ତ୍ରୀ ସତୀ ହେଇଥିବ, ଅନ୍ନ ପବିତ୍ର ହେଇଥିବ, ଏ ବିଶ୍ୱ ବିକାରମୟ ଭିତରେ ସିଏ ନଥିବ। ଇନ୍ଦ୍ର କହିଲେ ନା ନା ମୁଁ କହିପାରିବିନି, ସଚି କଥା ମୁଁ କହିପାରିବିନି। ବ୍ରହ୍ମା କହିଲେ ମୋର ଚାରିଟା ମୁଣ୍ଡ ଯାକେ ବୁଝିକି ବସିଲା ବାଲା, ମୁଁ ଜାଣିନି ମୋ ସ୍ତ୍ରୀ କଣ। ଭଗବାନ ବିଷ୍ଣୁ ବି କହିଲେ ଚଞ୍ଚଳା ସା ମହାଲକ୍ଷ୍ମୀ, ସେ ଚଞ୍ଚଳା ମା ମୋର ଯଦି ମଦ ଉଡ଼ନ୍ତା ଏ ସଂସାର ଚଳନ୍ତା କେମିତି? କାରଣ ଦୟା ବିନା ଜଗତ ସ୍ୱର୍ଗ ମାଗ ମୃତ କଲୁବ୍ୟମ ଚବର ମହାପ୍ରଭୁ କହିଲେ ମୁଁ ଏତେ କଥା ମୁଁ କହିପାରିବି। ଭଗବାନ ଶଙ୍କର କହିଲେ ବସେଇ ଦେଲେ ମାଙ୍କୁ କୋଳରେ, କହିଲେ ଯଦି ସତୀ ଶବ୍ଦ କାହା ପାଖରେ ଲାଗିବ, ମୋ ସ୍ତ୍ରୀ ପାଖରେ ଲାଗିବ, ତେଣୁ ମାର ନାଁ ହେଇଗଲା ସତୀ। ସତୀଟା ଜନ୍ମରୁ ନାଁ ନଥିଲା, ସ୍ୱାମୀ କହିଲା ମୋ ସ୍ତ୍ରୀ ହଉଛି ସତୀ, ତେଣୁ ନାଁ ହେଲା ସତୀ। ତା ପରବର୍ତ୍ତୀ ସମୟରେ ସେ ସତୀ। ତେଣୁ ବାମନ ଅବତାରରେ ମହାପ୍ରଭୁ ଭିକ୍ଷା ମାଗିବାକୁ ଗଲେ। ଭିକ୍ଷା କିଏ ଦେଲେ? ନା ଭିକ୍ଷା ସତୀ। ସତୀ ଶବ୍ଦ ଲାଗିଲା। ରାମାବତାର ତ୍ରେତାରେ ହେଲେ, ହୟଗ୍ରୀବ ଅବତାର ହେଲେ, କହିଲେ ଜ୍ଞାନ ଦିଅ, ଈଶାନ ଦେଲେ। ତ୍ରେତାରେ ରାମଚନ୍ଦ୍ର ହେଲେ, କହିଲେ ହେ ଆତ୍ମା ମତେ ଗୋଟେ ଗୁଣ ଦିଅ, ତୁମେ ତ ନାରାୟଣ ଯିଏ ସ୍ଥିର ବିଗ୍ରହ ତାଙ୍କୁ ସାରଙ୍ଗ ଦେଇଛ, ଧନୁ ସବୁ ଶିବ ତିଆରି। ସାରଙ୍ଗ ଧନୁ ହଉଛି ନାରାୟଣ, ଭଗବାନ ଶିବ ଚକ୍ର ସାଙ୍ଗ ଧନୁ। ମହାପ୍ରଭୁଙ୍କର ନନ୍ଦକ ଖଡ଼ଗ ଯେତେ ସେ ଧରିଛନ୍ତି, ଯୋଉ ପାଳକ ତାର ଅସ୍ତ୍ର କୋଉଠୁ ଆସିବ? ସେ ଅସ୍ତ୍ର କାହିଁ ଧରିବ? ନନ୍ଦକ ଖଡ଼ଗ ବି ଦେଲା ବାଲା ଭଗବାନ ଶିବ, ସବୁ ଭଗବାନ ଶଙ୍କର ଦେଇଛନ୍ତି। ତ୍ରେତା ଆସିଗଲା, ଭଗବାନ କହିଲେ ଧନୁ ଧରିବ, ଗୋଟେ ଭାଙ୍ଗିବି ଗୋଟେ ଧରିବି। ଭଗବାନ ଶଙ୍କର କହିଲେ ଭାଙ୍ଗିବ ଯଦି ତାହେଲେ ମୋରି ଧନୁକୁ ଭାଙ୍ଗ। ଇତେ ହି କ୍ଷଣ ମଧ୍ୟ ରାମ ଧନୁ ତୋରା ଭୁବନ ହୋଇ ଘୋର କଠୋରା ପିନାକ ଭାଙ୍ଗିଦେଲେ। ପରୀକ୍ଷା ନେବାକୁ କିଏ ଆସିଲେ ଭଗବାନ ରାମଙ୍କର? ନା ପରଶୁରାମ। ହାତରେ କଣ ଧରିଛନ୍ତି? ନା ପରଶୁ। ଇଏ ଦେଲା ବାଲା କିଏ? ନା ଭଗବାନ ଶିବ। ଦ୍ୱାପର ଆସିବା ପୂର୍ବରୁ ମହାପ୍ରଭୁ କହିଲେ ହେ ଶଙ୍କର, ମୁଁ କଣ ଧରିବି? ନା ପ୍ରଭୁ ତୁମେ କଣ ଧରିବ କହୁନ? ନା ବଂଶୀ ନିନାଦ ଶିଶୁ, ମୁଁ ବଂଶୀ ଧରିବି। କହିଲେ ଅଛି, ତିଆରି କରିକି ବ୍ରଜମଣ୍ଡଳରେ କଦମ୍ବ ବୃକ୍ଷରେ ଆପଣ ଦେଖିବେ ଟେରା କଦମ ବଂଶୀ ବଟ ଯାହାକୁ ଆପଣ କହୁଛନ୍ତି, ସେଇ ବଂଶୀ ବଟରେ ଲୁଚେଇକିରି ବ୍ରହ୍ମାଙ୍କୁ ଦେଲେ। କହିଲେ ଭଗବାନ ଶଙ୍କର ରଖିଦେ, ତା ବେଳ ଆସିଲେ। ତେଣୁ ଭଗବାନ ବଂଶୀ ବଜେଇଲେ। ବଂଶୀ ବିଭୂଷିତ କରା এই রূপକୁ କଣ କୁହାଗଲା? ନା କୃଷ୍ଣାତ୍ ପରଂ କିମପି ତତ୍ତ୍ୱମହଂ। ଭଗବାନ ଶଙ୍କର କହିଲେ ବଂଶ୍ୟସ୍ତୁ ଭଗବାନ ତିଆରି କଲା ବାଲା ନିଜେ, ବଂଶୀ ହେଲେ ନିଜେ। ଇଏ ଦି ଜଣଙ୍କ ଲୀଳା ଛଡା ତୃତୀୟ କାହିଁ ଭାଇ ଦେଖେଇଲ? ତ୍ରେତାରେ ମହାପ୍ରଭୁ ରାମାବତାର ହେଲେ, କହିଲେ ମୋ ସାଙ୍ଗରେ ଖେଳିବ କିଏ? ଭଗବାନ ଶଙ୍କର କହିଲେ ତୁମ ଖୋଜିବ, କହିଲେ ତୁମ ଛଡା ଶମ୍ଭୁ ମୋ ସାଙ୍ଗରେ ଖେଳିବ କିଏ?
ଦ୍ୱିତୀୟ କେହି ମୋ ସାଙ୍ଗରେ ଖେଳିବା ପାଇଁ ସମର୍ଥ ନୁହନ୍ତି କି ମୋତେ ଆନନ୍ଦ ଲାଗିବ ନାହିଁ। ଫାଳେରୁ ମୁଁ ଶେଷ ତିଆରି କଲି, ତୁମ ଫାଳେରୁ ଶେଷ, ତୁମରି ଅଂଶ ପୂର୍ଣ୍ଣାବତାର ଯାହାକୁ କୁହାଯାଉଛି ଜୀବର କର୍ତ୍ତା। ନମସ୍ତନନ୍ତାୟ ସହସ୍ରମୂର୍ତ୍ତୟେ ସହସ୍ରପାଦାକ୍ଷି ଶିରୋରବାହବେ ସହସ୍ରନାମନେ ପୁରୁଷାୟ ଶାଶ୍ୱତେ ସହସ୍ରକୋଟି ଯୁଗଧାରିଣେ ନମଃ। ଇଏ ଲକ୍ଷ୍ମଣ ହେଇଯିବ ବୋଲା, ମହାଲକ୍ଷ୍ମୀ ସୀତା ହେଇଯିବ ଜନକ ନନ୍ଦିନୀ। ହେଲେ ମୁଁ ଖେଳିବି କାହାକୁ ନେଇକି? ଭଗବାନ ଶଙ୍କର କହିଲେ ପ୍ରଭୁ ମୁଁ ଅଛି ନା, ହେଲେ ତାହେଲେ ତୁମେ କଣ ହବ ନା ରୁଦ୍ରଦେହ କରିନେ ହବସ ବାନର ଭୟ आशिन्यस्यास्ते पक्षे स्वत्या भूमे च मारुति मेषमग्ने अंजना गर्भा स्वयं जात तेणु बाबा शब्द देले भगवान राम भी लंका दहन करना, भगवान शंकर कले गुरु रावण रावण पाइला लंका भगवान शंकर पाई 10 थर मस्तक काटिला। एमती का भक्त किए अच्छी जेते थर मस्तक काटिकी पादरे समर्पण कला पद्म चढ़ेला भाया भगवान शंकर कृपा करके दशानन को सेते मस्तक देदेले आउ बुद्धि भ्रम करदेले केले 11 भ्रमर शेषटा खाऊ शिष्य अहंकारी विनाश भी कर मुक्ति भी दब। भगवान राम कहले लीला तो मु करी जोड़ेला वाला तुम्हें हम गुरु केवल शिष्य को निग्रह कर गाड़ी गुण आउ कई तेणु हनुमान जी मन ना बोलोटी बोलोटी लंका सब जाए सुनारे गुरु नगे दब तुम सुनार आउ कई तुम सुवर्ण केवल गुरु लगे पार अग्नि आगे लगे पारे। सुवर्ण हूँ मोह अहंकार। तेणु ये त्रेतार जदि खेल आप देखिए बाल्यकांड उत्तराकांड पर्यंत 4 जन को नहीं खेल हो जड़े शेषनारायण अनंत महाप्रभुर बहिरंग जड़े लागिनी माँ जानकी आ महाप्रभु निजे आत्मा होती भगवान शंकर हनुमान सब आप देखिए महाप्रभु शब्द ये 2 जन पाखे लगे भक्त भगवान पाखे केमी लगे न काज की हो बड़े देवन के तुम वीर महाप्रभु देव विचार कौन सा संकट मोर गरीब जो तुम सो नहीं जाते बेगी हरो हनुमान महाप्रभु जो कछु संकट होए हमारो वो नहीं जानते जग में कपि संकट मोचन नाम तिहारो। वैराग्य ये गोटे अष्टकर शेष पद गोटे पदरे आप देखिए 2 थर महाप्रभु अरे सीए जो ये जदि महाप्रभु डाले सीए के न अभेद राम कपि प्रीति जानी न जाई केही के प्रीति। ये प्रीति को भगवान शंकर को पार्वती को डाले ये जदि महाप्रभु सीए महाप्रभु तो चले ना केले बरनी न जाई दो केरी आकरीति कोई हो ना केले काई कोई हो ना हनुमान जी परा निजे मोहरे कहले देह भुक्त्वा तुदासोहम जीव भुक्त्वा त्वदंसक दिन भगवान राम पचारि देले
ସଭାରେ ସବୁ ବସିଛନ୍ତି, ମା ବି ବସିଛନ୍ତି। କହିଲେ ହନୁମାନ ତୁ କିଏ ହବ? କହିଲେ ମୁଁ ତୁମର କିଏ? ତୁମେ ଯିଏ ମୁଁ ସିଏ। କେମିତି? ସୁଗ୍ରୀବ କହିଲେ ହନୁମାନଜୀ ତୁମେ ଏମିତି କଣ କହୁଛ? ମହାପ୍ରଭୁଙ୍କର ସେବକ ତୁମେ। ସିଧା ସିଧା ହନୁମାନଜୀ କହିଲେ କି ଦେହ ଦାସୋହଂ, ମୁଁ ଏ ଦେହ ଧରିଛି ତୁମ ଚାକିରି କରିବି ବୋଲି। ଏ ଦେହଟାରେ ମୁଁ ତୁମ ଚାକର। କହିଲେ ଆଉ ନା ପ୍ରାଣରେ? କହିଲେ ପଦଂଶକ, ତୁମ ଅଂଶ ଅର୍ଥାତ୍ ତୁମ ଆତ୍ମା। କହିଲେ ଯଦି ଦେହ ଆଉ ଆତ୍ମାକୁ ଛାଡ଼ି ଦିଆଯିବ, ତ୍ୱଂ ଅହଂ ନ ପରଃ, ତୁମ ମୋ ଭିତରେ କିଛି ଫରକ ନାହିଁ। କି ତୋମର ଭାବ ବରଣୀ ବସିଲେ ବେଳ ତ ଅଣ୍ଟିବ ନାହିଁ। ମହାପ୍ରଭୁ ବେଳ ତ ଅଣ୍ଟିବ ନାହିଁ। ତୋମର ଭାବ ବରଣୀ ବସିଲେ ବେଳ ତ ଅଣ୍ଟିବ। ହେ ମହାପ୍ରଭୁ, ତେଣୁ ତ୍ରେତାର ଲୀଳା ଭଗବାନ ଶଙ୍କର ମହାପ୍ରଭୁ ସେଇ ଶିବ ସ୍ୱୟଂ ଶେଷ ଆଉ ମହାଲକ୍ଷ୍ମୀ ମହାପ୍ରଭୁ ତ୍ରେତା ସରିଗଲା। ଆଉ କି କହିଲେ ଯୋଉ ରାବଣ ଥିଲା କହିଲେ ସେ ବି ତ ମିଶୁନି। କହିଲେ କେମିତି? କି ବୈକୁଣ୍ଠ ନ ମାନୁ ଆମ୍ଭେ বৈকুণ্ঠ আশ্রিত জয় বিজয় নামে খ্যাত বেনিভ্রান্ত শঙ্খ চক্র ধরা সর্বে বনমালা বিভূষিত। বৈকুণ্ঠরে সমস্ত নাম বৈকুণ্ঠ, যেମିତି মহাপ্রভুଙ୍କ নাম বৈকুণ্ঠ ସେମିତି ଚାକର ନାମ ବୈକୁଣ୍ଠ, ବାକର ନାମ ବୈକୁଣ୍ଠ। ଖାଲି ଫରକ ଏତିକି କୌସ୍ତୁଭ ନାହିଁ ଆଉ ଭୃଗୁପଦ ଚିହ୍ନ, ଆଉ ସବୁ ଆପଣ ଦେଖିଲେ ସମାନ। ଯେମିତି ପୁରୁଷୋତ୍ତମ କ୍ଷେତ୍ର ଯିବେ, ମହାପ୍ରଭୁଙ୍କ ନାମ ପୁରୁଷୋତ୍ତମ, କ୍ଷେତ୍ର ପୁରୁଷୋତ୍ତମ, ସବୁ ପୁରୁଷୋତ୍ତମ। ଠିକ ଅଛି। ତ ତ୍ରେତାର ଲୀଳା କେବଳ ଭଗବାନ ଶଙ୍କର। ମହାପ୍ରଭୁ ଖେଳିପାରିବେନି କାହିଁକି? ମୋ ସାଙ୍ଗରେ ଏତେ ସ୍ପିଡ୍ ଦେଇ ଖେଳିପାରିବେ ହେଲା। ଦ୍ୱାପର ଆସିଲା, ପ୍ରଭୁ କହିଲେ ଖେଳିବି ଯେ କିଏ ଖେଳିବ? ଭଗବାନ ଶଙ୍କର କହିଲେ କାହାକୁ ପୁଣି ଖେଳିବ? କହିଲେ ଆତ୍ମା ଆଉ ମନକୁ ଛାଡ଼ିକି ଖେଳିବା କଥା। ଆମେ ଯେତେ ବି ଖେଳୁଛେ, ଆପଣ ଭାଗବତ ଗୋଟେ ଶ୍ଲୋକ ଦେଖିବେ, ଆତ୍ମା ରାମଶ୍ଚମନୟ ନିର୍ଗ୍ରନ୍ଥ। ଆତ୍ମାକୁ ନେଇକି ଆମ ସମସ୍ତଙ୍କର ଆତ୍ମା ହଉଛନ୍ତି ଭଗବାନ ଶିବ, ଆଉ ମନ ହଉଛି ମୋ ମା। ଆଉ ସଂସାରରେ ଦ୍ୱିତୀୟ କିଛି ଦେଖା ବି ନାହିଁ, ଆଉ କେହି ନାହିଁ। ଭଗବାନ କହିଲେ ଦ୍ୱାପରରେ ଶିବ ମୁଁ ଖେଳିବି କେମିତି? ଭଗବାନ ଶିବଙ୍କର ଡମରୁ କେମିତି ବାଜେ? ନା ଡବ 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 ଡବ। ବଡ କେହି ନାହିଁ ନା, ବଡ ତୁମେ ଯାହାକୁ କହିବ କେହି ବଡ ନାହିଁ। ତାହେଲେ କିଏ ବଡ? ନା ବଡ ତ କେହି ନାହିଁ। ଭଗବାନ ଶଙ୍କର କେବେ କହିନାହାନ୍ତି ମୁଁ ବଡ। ବ୍ରହ୍ମା ବଡ କହିଲେ 5ଟା ମୁଣ୍ଡରୁ ଗୋଟେ ଗଲା। ଭଗବାନ ବିଷ୍ଣୁ ସତ୍ୟ କହିଲେ ତେଣୁ ସର୍ବଶ୍ରେଷ୍ଠ ପଦବୀରେ ରହିଲେ। ତେଣୁ କହିଲେ ତୁମେ ତ ଆମେ ପରପୋଷିଆ ବାବା ଯିବ ଟିକେ ମିଠା କୁହ। ଭଗବାନ ଶଙ୍କର କହିଲେ ପ୍ରଭୁ ଆତ୍ମା ପାଖରେ ମିଠା କଣ ନା ଖଟା କଣ? ଯେମିତି ବାୟୁ ପଶିବ ସେମିତି। ତେଣୁ ବଂଶୀ ଧରିଲେ ଯେତେବେଳେ ମହାପ୍ରଭୁ ଅଧର ଚୁମ୍ବନ ହେଲା, ଏ ମିଳନ ହେଲା ହରିହର, ଏ ଦ୍ୱାପରର ହରିହର ମିଳନ। ତେଣୁ ଲୁଚେଇକି ରଖିଛି ବଂଶସ୍ତୁ ଭଗବାନ ରୁଦ୍ର। କିନ୍ତୁ ସର୍ବକାଳୀନ ହରିହର ଭେଟ ଯୋଉ ହବ, ଗୋଟେ ହରିହର ଭେଟରେ ହନୁମାନଜୀ ହେଇଗଲେ।
गोटे हरिहर भेटरे गोपी मानकर आविर्भाव होगला आ गोटे हरिहर भेटरे त्रैलोक्यर सब तीन टा हरिहर भेट किए अच्छे सत्य को जा मोहिनी रूप धारण कले महाप्रभु भगवान शंकर कहले मत आउ थे देखा कहले कौन ना से मोहिनी रूप मो स्त्री कहला तुम्हें कुआरे नारी रूप गोटे सुंदर देखा महाप्रभु बुझेले हे तुम्हें बाबा नहीं से रूप देखिले मोह हो तेणु से रूपर नाम मोहिनी भगवान शंकर कहले मोह हेले भी तुमको हो तुम प्रति जब मोह हम ताले ता भलिया निर्मोही आ तुमको छाड़ी के जा जेते जेते संसार प्रति मोह तेणु हेला समुद्र तटरे क्षीराब्धि तटरे महाप्रभु द्वितीय थर भगवान शिवଙ୍କ लागि मोहिनी वेश धारण भाग्यवान किए नाम माँ से सेतबेले भी देखिदेला आउ थे स्वामी सागर देखला जितेबले मोहिनी रूप महाप्रभु धारण करने भगवान शंकर दौड़ा आरंभ गोड़ेवा आरंभ कले से रूप देखी ब्याल यज्ञ पवित्र सब खसीगला साप मैंने खसीगले डंगुर हाथ को खसी पड़ा वस्त्र जो बड़फल पिंधि खसीगला मुंड माड़ खसीगला सब खसीगला जो कुंडे पकईले हरिहर मिलन कहगला अश्वस्थ पत्र उपरे सप्तर्षि शिवबीर्य को धारण कर कालक्रमे द्वापर अंजना गर्भरे स्थान कर सब आंदा हरिहर मिलन होगला कहले त्रेतारे हनुमान जी भगवान राम मिशिगले कहले केमिति ना किए केमिति समर्थ अवध धाम धाम धापति अवतार पति राम सकल सिद्धिपति माँ जानकी और दासनपति लोक बड़े भूल कर कबे राम 12 कला कृष्ण 16 कला से 13 कला 14 कला अरे भाई तुम्हें यदि बड़ बड़ खोजा जाऊँ गोटे लोक देहर जो प्राण बाहर से भगवान अन्य नाम कहीता सब गुण कहीं कौच राम नाम ना आराम सर्वजीवा विराम सकलापदाम अभिराम स्त्रीलोकानाम रामत्वमेवाश्रय द्वापर महाप्रभु जो अधर चुंबन कले हरिहर भेट है मिलन है से शंकर भगवान कहले देख मत तो तुम्हें त्यागी संसारी बनईदेल माँ मो नाच अलगा था सब देखिए गोटा ये केतबेले सुंदर माल पिंधि केतबेले रुद्राक्ष आ भस्म मुंड माल केतबेले भस्म केतबेले तिलक राजराजेश्वर बेश भगवान शंकर आप देखिए ना विभ्रम ये शिवनाम नटराज विग्रह ये जति की नाचवा शिखी से देवता हूँ कि आउ कहीं हूँ या नटराज पूरा हूँ शिखेला वाला नृत्य या भाया नाचिला वाला कहीं ना ये सब नाचवा तेणु रास से पर्यंत आरंभ हो पारा ना जेते पर्यंत महादेव न गले नाचिले गोपेश्वर नाम है गोपी माने प्रार्थना कले मो बापा उमा दी को जानू कृष्ण दे केमिति न कत्याय महामाये सर्वजोगिन्यधीश्वरी नन्दोस्तमदेवी पतिदेवे कुरुते नमः सरिगला काम महाप्रभु खुशी हेबे भगवान शंकर बिना विनोद हो पार ना तेणु द्वापर भगवान शंकर
ଗୋପୀ ହେଲେ ଯୋଗମାୟାଙ୍କ ଦେହରୁ 16,000 ଗୋପୀ ବାହାରିଲେ, ରାସ ସରିଲା, ଅଷ୍ଟପାଠ ବଂଶୀ ମୋ ମାର ସ୍ୱରୂପ ସବୁ ଛିଡ଼ିଗଲା, ବଳି ଆସିଗଲା। ମହାପ୍ରଭୁ କହିଲେ ଏବେ ମୁଁ ବ୍ରହ୍ମ ହେଇଛି, ପରମ ବ୍ରହ୍ମ। ଯିଏ ଯାହା କହିବ ଭଗବାନ ଶଙ୍କର କହିଲେ ଠିକ ମୋ କହିଲା ସବୁବେଳେ ନା ନା, ଆରେ ତୁମେ ନହେଲେ ଲୀଳା ବି ହେଇପାରିବ। ଆପଣ ଦେଖିବେ ବ୍ୟତିକ୍ରମ। ଆଜି ମୁଁ ଠିକ କଥା କହିବା ପୂର୍ବରୁ ଲୋକନାଥଙ୍କର ସେବକ ମହାପ୍ରଭୁଙ୍କର କଣ କୃପା, ମୋ ବୁଢ଼ୀର କଣ କୃପା। ମତେ କହିଲେ ଆଜ୍ଞା ଆପଣ ତ ଆସିଲେ ବି ମନା କଲେ, ପଙ୍କ ଉଦ୍ଧାର ଏକାଦଶୀ ଦେଖନ୍ତୁ ଆଜି ପଙ୍କ କେମିତି ବାହାରୁଛି, ଆମେ ସବୁ ଅଛୁ, ବଡ଼ ସୁନ୍ଦର ବ୍ୟବସ୍ଥା। ଭିତର ଦୃଶ୍ୟ ତ ଦେଖେଇ ହବନି, ବାହାର ଦୃଶ୍ୟ ଦେଖେଇ। କହିଲେ ମୁଁ ଆପଣଙ୍କ ପାଇଁ ମହାପ୍ରଭୁଙ୍କ ଗର୍ଭକୁଳର ପଙ୍କ ଟିକେ ରଖିଛି, ମୋର ଏଇ ପାଖାପାଖି ଯିବାର ଥିଲା, ମନା କଲି ସୁନ୍ଦର ସବୁବେଳେ ଯିବା ଠିକ ବୋଲେ ଆପଣ ରଖିଥିବେ ନା, ଆପଣ ଯଦି ନ ଆସିଲେ ଆପଣ ପଳେଇବା। ଆପଣ ବୋଲେ ଆପଣ ପଳେଇ ଚାକର ଯଦି ଠିକ କିଣା ଚାକର ହେଇଥିବ, ମାଲିକ ଚାକିରି ଆସିବା ସବୁ ଯେତେବେଳେ ଦାରୁରୁ କହିଗଲେ ମୋ ମହାପ୍ରଭୁ, ଦେଖ ସେ ଦାରୁ ତ କେହି କଥା ନାହିଁ, ଆଦୌ ଦାରୁ ପ୍ଲବଦେ ସିନ୍ଧୁ ବାହାରେ କରୁଛନ୍ତି, କିନ୍ତୁ ଗୁରୁ କାହାକୁ କଲେ ନା ଈଶାନେଶ୍ୱରଙ୍କୁ। ଖେଳିବେ ତାଙ୍କରି ସାକରେ। ଭଣ୍ଡାର ରକ୍ଷକ କିଏ ହେବେ ନା ଲୋକନାଥ, ଗାଈ ଚରେଇବାକୁ କିଏ ଯିବେ ନା ହରି ସହଦେବ, ଜମି ଜମା କଥା କିଏ ବୁଝିବେ ନା ଜମ୍ବେଶ୍ୱର। କହିଲେ ମନ୍ତ୍ରୀ କିଏ ଜଗନ୍ନାଥଙ୍କର ଜାଣିଛ? ଜଗନ୍ନାଥଙ୍କ ମନ୍ତ୍ରୀ ଅଛି, ଦେଖିବ ଜଗନ୍ନାଥଙ୍କ ମନ୍ତ୍ରୀ ହଉଛନ୍ତି ଲୋକନାଥ, ତାକୁ ନ ପଚାରିକି କିଛି କରିବେନି, ଆକୁ ନ ପଚାରିକି କିଛି କରିବେନି। ଲୋକନାଥ ଶିବରାତ୍ରି ଦିନ ବି ଆପଣ ଦେଖିବେ ନିଶା କାଳରେ ସ୍ୱୟଂହର ଲୋକନାଥ ନାମ ପାଲିଙ୍କିରେ ବିଜେ କରିକି ଆସିବେ, ମହାପ୍ରଭୁଙ୍କ ସାଙ୍ଗରେ ଭେଟ ହବ, ଫେରିବେ, ପୁଣି ମହାପ୍ରଭୁ ମଦନ ମୋହନ ହେଇକରି ଯିବେ। କି ଅଭେଦ ଭଗବାନ ଶଙ୍କର ଛାଡ଼ି। ଆଉ ଇଏ ସବୁ କଥା ଆପଣ ଦେଖିବେ ମହାଶିବରାତ୍ରିରେ। ତେଣୁ ଯେତେବେଳେ ଦାରୁ ବ୍ରହ୍ମର କଥା ଆସିଲା, ସେତେବେଳେ କହିଲେ ବ୍ରହ୍ମ ପରମ ବ୍ରହ୍ମ ତୁ ବି ମୁଁ। ବ୍ରହ୍ମ କଣ ଦିଟା? କହିଲେ ନା ନା, ତୁ ନଥିଲେ ମୁଁ ନାହିଁ, ମୁଁ ନଥିଲେ ତୁ ନାହିଁ। ତାହେଲେ କେମିତି କହିବା? ଏଇଠି ବ୍ୟତିକ୍ରମ ହେଲା। ଦେଖିବେ ଯେ ସତ୍ୱ ଗୁଣ ସେ କୃଷ୍ଣ ବିଗ୍ରହ ହେଲେ, କଳା ହେଲେ ଷାଣ୍ଢ ଗୁଣ, ଯେ ତମ ଗୁଣର ଆଶ୍ରୟ, ତମ ଗୁଣ ପ୍ରାକଟ୍ୟ ସଂହାର ଲୀଳା ଯିଏ ପରମ, ସିଏ ଏଠି ହେଇଗଲେ ଶୁଭ୍ରବର୍ଣ୍ଣ। ମଝିରେ ମୋ ମା ବସିଗଲା, ତୁମ ଦି ଜଣଙ୍କୁ ସମ୍ଭାଳିକି ମତେ ହଉ। ତେଣୁ ବିଚିତ୍ର ବର୍ଣ୍ଣା ହେଲା। ଆପଣ ମନ୍ଦିର ବଡ଼ ଦେଉଳ ଭିତରେ ଯଦି ଖୋଜିବେ, ଖାଲି ଅଧିକାଂଶ ପାଇବେ ଶିବ, ମନ୍ତ୍ରୀ ଶିବ, ଭଣ୍ଡାର ରକ୍ଷକ ଶିବ, ଗାଈ ଚରେଇବାକୁ ଯିବେ ଶିବ, ହିସାବ ପତ୍ର ରଖିବେ ଶିବ, ଜନି ମୁଣ୍ଡିଆରେ ବସିକି ହିସାବ ଦେବେ ଶିବ। ରାକ୍ଷୀ ପୂର୍ଣ୍ଣମୀ ଦିନ ଆପଣ ଦେଖିବେ ଭଗବାନ ଶିବ ଗାରୁଥିବେ, କିସ କଥା ନା ଫାଇନାଲ ହିସାବ ଦବାକୁ ପଡ଼ିବ। ତେଣୁ ଏ ପ୍ରୀତି ଯୋଉ ଇଏ ମହାଶିବରାତ୍ରିର ବର୍ଣ୍ଣନା କଣ? ବାନାସୁର ପାଇଲା, ରାବଣ ପାଇଲା, ସଚରାଚର ପାଇଲେ। କହିଲେ ଆମେ ତାହେଲେ ସେଦିନ କଣ କରିବା? ବହୁତ ଲମ୍ବା ହେଇଗଲାଣି କଥା, ମତେ ବି ଇଏ କଣ କେତେ ଶୁଣିବ। ଭାବିଥିଲି ଶିବଙ୍କର ଗୋଟେ କଥା କହିବି, କିନ୍ତୁ ଭେଦ ତ ଟିକେ ମୋ ବୁଢ଼ୀ ଯେମିତି କହିବ, ମା ଯେମିତି କହିବ ସେମିତି କହିବାକୁ ହବ। ତେଣୁ ଏ ଯୋଉ ମହାଶିବରାତ୍ରି ଦିନ ଯାକ ତୁମେ ଶିବଙ୍କୁ ଜଳାଭିଷେକ କରିବା ଦରକାର, ବିଲ୍ୱପତ୍ର ଦବା ଦରକାର। ବେଲପତ୍ର କାହିଁକି ଦବା? କହିଲେ ବେଲ ଗଛ ଗୋଟେ ଏମିତି ଗଛ, ସେଟା ଗଛ ନୁହଁ, ସେ ଚଳନ୍ତି ଫିରନ୍ତି ମହାଲକ୍ଷ୍ମୀ। ନା ବେଲ ଗଛରେ ଦୁର୍ଗା ବସିପାରିବେ, ନା ବେଲ ଗଛରେ ଭୂତ ପ୍ରେତ ବସିପାରିବେ,
ନା ବେଲ ଗଛରେ ଅନ୍ୟ ଦେବଦେବୀ କିଏ ବୁଝିପାରିବେ? ଏ ବେଲ ଗଛଟା ଦି ଜଣଙ୍କ ପ୍ରିୟ। ମହାଦେବ ପ୍ରିୟ କର ବାସୁଦେବ ପ୍ରିୟ ସଦା ବିଲ୍ୱମୁଖୀ। ଇଏ ସ୍ୱୟଂ ମହାଲକ୍ଷ୍ମୀ। ଆଉ ମହାଲକ୍ଷ୍ମୀ ହଉଛନ୍ତି ମହାଦେବଙ୍କର ଭଗ୍ନୀ ସ୍ୱରୂପା। ଏ ଶିବରାତ୍ରି ବ୍ରତ କରିକି କେତେ ଯେ କଣ ପାଇଗଲେ ଗୋଟେ ଗୋଟେ ଥର। ଗୋଟେ ଚଣ୍ଡାଳ ହାଡ଼ି ସାହିରେ ଗୋଟେ ସ୍ତ୍ରୀ ଲୋକ ଥିଲା, ଖାଇବାକୁ ନଥିଲା। ଦୈବ ଲୋକକୁ ଶିବରାତ୍ରି ଉପାସ ଖାଲି ରହିଗଲା, ମନ୍ଦିର ବି ଯାଇନି। ଭୋକରେ ନିଦ ଆସିଲା, ରାତି ପାଇଗଲା। ସକାଳୁ ଦେଖିଲା ବେଳକୁ ଐଶ୍ୱର୍ଯ୍ୟ ମିଳିଗଲା। ଭଗବତୀ ପଚାରିଲେ ପ୍ରଭୁ କାହାକୁ କଣ ଦଉଛ ଜାଣିକି ଦଉଛ? କହିଲେ ଦଉଛି ମାନେ ସେ ପୁରା ରାତି ଯାକ ଦିନ ଯାକ ନିର୍ଜଳା ବ୍ରତ କଲା। ତାର ଖାଇବାକୁ ନଥିଲା, ମୁଁ ସେଗୁଡା ଜାଣିନି, ତାର ଖାଇ ଦେଇଥିଲା କି ସେ ସେମିତି ରହିଗଲା। କୁବେର ଅଳକା ପରି ପାଇଲେ ଶିବ ବ୍ରତ କରି। ରାବଣ ଲଙ୍କା ପାଇଲା ବ୍ରତ କରି। ବାନାସୁର ହଜାରେ ହାତ ହେଇକି ପରାକ୍ରମ ଦେଖେଇଲା ଶିବଙ୍କ ଆଶ୍ରୟରେ ସଂରକ୍ଷଣ। ତେଣୁ ଶିବରାତ୍ରି ଆଉ କେତକି ପୁଷ୍ପ ଏଇ ଶିବରାତ୍ରିରେ ଲାଗେ, ମହାଶିବରାତ୍ରି ଆଉ ପୂର୍ଣ୍ଣ ଲାଗେ। 14 ଇନ୍ଦ୍ରିୟକୁ ଆମେ ନିଗ୍ରହ କରିପାରିବା ନାହିଁ, ତେଣୁ ଶିବଙ୍କୁ ସମର୍ପଣ କରିଦେବ। ଯଦି ମା କୃପା କରିବ, ମୁଁ ଗୋଟିଏ ଗୋଟିଏ ବିଗ୍ରହଙ୍କର ବର୍ଣ୍ଣନା କରିବି। ସଦାଶିବ କେମିତି, ଶିବତତ୍ଵ କେମିତି, ଶିବଙ୍କର ଅଷ୍ଟମୂର୍ତ୍ତି ବିଗ୍ରହ କେମିତି, ପଞ୍ଚମୁଖ ବିଗ୍ରହ କେମିତି, ଏକାଦଶ ରୁଦ୍ରତତ୍ଵ କେମିତି, ଅର୍ଦ୍ଧନାରୀଶ୍ୱର କେମିତି, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କାହିଁକି, ବହୁତ କଥା ଆଜ୍ଞା, ବହୁତ ଜିନିଷ ତା ଭିତରେ ଅଛି। ତ ଆପଣ ମାନେ ଶିବରାତ୍ରି ସମସ୍ତେ କରିବା ଦରକାର। କହିଲେ ଭୋକ ସମ୍ଭାଳି ହବନି, ସେଇଥିପାଇଁ ସବୁ ତ କହିଲେ कि पाँव दियो चलने फिरने को, हाथ दियो हरि कृत्य करायो, कान दियो सुनिए हरि की, नैन दिए पग मार्ग दिखायो, सुंदर साज दियो परमेश्वर, पर पेट दई बड़ दोष लगायो। ଆଉ यार ସବୁ ଦେଖିବେ ପୋଡାକୁ। ଏମିତି ବ୍ରତ ନାହିଁ ଯୋଉଥିରେ ଆପଣ ଛେପ ବି ଢୁକିବେନି, ତୁ କହିଲେ ଆଚ୍ଛା ରାତି ଯାକ କାହିଁକି ଚାହିଁବା, ଶୋଇଗଲେ ତ ଆଉ ତ ମାନୁ ଆଉ ଭୋକ ଶୋଷ କିଛି ନା କର କହିଲେ ଶୋଇପାରିବନି। ରାତ୍ରିର ଗୋଟିଏ ନାଁ ହେଉଛି ଅନ୍ଧକାର, ଅଜ୍ଞାନ। ତୁମର ଜାଗରଣ ହଉଛି ଚେତନା, ଯୋଉ ଦୀପ ଜଳେଇଛ ସିଏ ହଉଛି ତୁମ ଆତ୍ମା। ମହାଦୀପ ଉଠିବ, ତୁମେ ଦେଖିବ ଇଏ ହରିହର ମିଳନ। ଯୋଉ କହିଥିଲି ଆକାଶେ ଶୂନ୍ୟଲିଙ୍ଗଂ ଚ, ଚାहे ତୁମେ ବାଳଲିଙ୍ଗ ସେବା କର, ଚାहे ବାଣଲିଙ୍ଗ ସେବା କର, ଚାहे ପାର୍ଥିବ ଲିଙ୍ଗ ସେବା କର, ଚାहे ଧାତୁଲିଙ୍ଗ ସେବା କର, ଯେମିତି କରୁଛ କର, ଶେଷରେ ତୁମକୁ ଶୂନ୍ୟଲିଙ୍ଗ ସେବା କରିବାକୁ ପଡିବ। ଆଉ ତାରି ନାମ ହଉଛି ମହାଦୀପ। କଣ କର ତୁମେ ନା ରାତିରେ ଯେତେବେଳେ ମହାଦୀପ ଉଠିବ, ଶିବଙ୍କର ଷୋଡ଼ଶ ଉପଚାର ଶେଷ ପୂଜା ସରିଯିବ, ସବୁ ସରିଯିବ, ଦୀପଟା ତ କାହାକୁ ଦେଖେଇବ? ଶିବଙ୍କୁ ନା ଶୂନ୍ୟକୁ? ନା ଶୂନ୍ୟକୁ। ନା ସେଇଥିପାଇଁ କୁହାଗଲା ଆକାଶେ ଶୂନ୍ୟଲିଙ୍ଗଂ ଚ। ବଳି କହିଲେ ପ୍ରଭୁ ମତେ ତୁମେ ସୁତଳ ଲୋକରେ ବୈକୁଣ୍ଠ ଦେଇଦେଲ, ମୁଁ କିନ୍ତୁ ଯେତିକି ବଳ ପାଇଛି ଦାନ କରିଛି, ସବୁ କରିଛି। ଶିବ ପ୍ରସାଦରୁ ମୋ ଗୁରୁ ଶୁକ୍ରାଚାର୍ଯ୍ୟ ଦେଖେଇଛନ୍ତି। ତୁମେ ତ ଉପେନ୍ଦ୍ର ହେଇକି ରହିଲ, କିନ୍ତୁ ମୁଁ ତ ଶିବ ପୂଜା ଡେଲି କରିବା ଦରକାର ନା ପ୍ରତ୍ୟେକ ଦିନ। ଭଗବାନ ଶଙ୍କର ସନ୍ତୁଷ୍ଟ ହେଇଗଲେ ବୋଲି କହିଲେ ଏକରେ ଭଗବାନ ବିଷ୍ଣୁ ମୋର ଅନ୍ତର
ତଳେ ପାଇନଥିଲେ, ତେଣୁ ମୁଁ ହାଟକେଶ୍ୱର ହେଇକି ରହିବି ପାତାଳରେ। ଆକାଶେ ଶୂନ୍ୟଲିଙ୍ଗଂ ଚ ପାତାଳେ ହାଟକେଶ୍ୱର ମର୍ତ୍ତ୍ୟଲିଙ୍ଗ ମହାକାଳ ତ୍ରୈଲିଙ୍ଗଂ ନମସ୍ତେ। ଆରମ୍ଭ ହବ ତଳୁଆଡୁ। ତୁମେ ସକାଳ ପାଖରୁ ଏ ମହାକାଳ ରୂପକ ମର୍ତ୍ତ୍ୟଲିଙ୍ଗର ସେବା କର। ମର୍ତ୍ତ୍ୟଲିଙ୍ଗ ମହାକାଳ ଇଏ ଶେଷକୁ ରହିଛନ୍ତି ଶ୍ଲୋକରେ, କିନ୍ତୁ ଭୋର ପାଖରୁ ତୁମେ ଦେଖି ଚାଲିବ ଏଇ ମର୍ତ୍ତ୍ୟଲିଙ୍ଗ। ଶେଷରେ କୁଆଡେ ଯିବ ନା ପାତାଳେ ହାଟକେଶ୍ୱର। ଦୁଇ ପ୍ରକାର ଶିବ ପ୍ରାୟତଃ ଦେଖାଯାନ୍ତି, ଆଉ ଅନ୍ୟାନ୍ୟ ଯେ ପାର୍ଥିବ କରନ୍ତି ସେ ଅଲଗା କଥା। ଗୋଟିଏ ହଉଛନ୍ତି ଯେ ପ୍ରତିଷ୍ଠିତ ହେଇଛି ଯୋଉ ଶିବ ମନ୍ଦିର, ସେ ବି ପାର୍ଥିବ ଶିବଲିଙ୍ଗ। ବାଲୁକା ଶିବଲିଙ୍ଗ ସନ୍ନ୍ୟାସୀ ମାନେ କଦାଚିତ କେତେବେଳେ କରନ୍ତି। ଆଉ ଗୋଟେ ପାତାଳ ଫୁଟା ଶିବ ଅଛନ୍ତି ଜାଣିବେ, ତାଙ୍କରି ନାଁ ହଉଛି ହାଟକେଶ୍ୱର। ତେଣୁ ସକାଳ ପାଖରୁ ତୁମେ ଦର୍ଶନ କରି ଚାଲିଲ ମହାକାଳ ଲିଙ୍ଗ। ଯିଏ ଯେତେ ଆଉ ଭଗବାନ ଶିବଙ୍କର ଦେଖିବ ଯେ ଯୋଉ ନାଁ ଦେବ। ଏମିତି ଗାଁ ନାହିଁ ଯୋଉଠି ଶିବ ମନ୍ଦିର ନାହିଁ, ଆଉ ଭଗବାନ ମନା ବି କରୁଛନ୍ତି ଯୋଉ ଗାଁରେ ଶିବ ମନ୍ଦିର ନଥିବ ରହିବ। ଗ୍ରାମ ଦେବୀ ନଥିବ, ଭଗବାନ ଶିବ ନଥିବେ, ସେ ଗାଁରେ ରହିବ। କହିଲେ ରକ୍ଷକ ସେଇ ସବୁ ଗାଁରେ ସିଏ ରହିବ, କାଳେ ଟିକେ ଭୁଲିଯିବ। ତେଣୁ ଗାଁରେ ଚାରିଟ ପୋଖରୀ ନଥାଉ, ସ୍କୁଲ ନଥାଉ, ହସ୍ପିଟାଲ ନଥାଉ, ମତେ ଗୋଟେ ଗାଁ କୁହ ଯାହାର ଶ୍ମଶାନ ନଥିବ। ଆଉ ତୁମେ ଯଦି ଗୁରୁମୁଖୀ ଯିବ, ତାହେଲେ ଗୁରୁ ଜୀବନ ଯାକ ଡାକିଥିବ ମୋ ଶିଷ୍ୟଟା ମଲା ପରେ ଶ୍ମଶାନକୁ ଯିବ, ତାକୁ ତେଲ ଫେଲ ସବୁ ଲଗେଇ ଲୁଗା ଦେବେ, ତାକୁ ନିଜକୁ କିଛି ବୁଝିବେନି। ତା କାନରେ ମା ଟିକେ ମୁକ୍ତିର ମନ୍ତ୍ରଟା ଦିଅନ୍ତ। ଭଗବାନ ଶିବ ଡାହାଣ କାନଟା ଟାଣିକି କାନ ଭିତରେ ରାମ ମନ୍ତ୍ର ଦେବେ। ତେଣୁ ଆମକୁ ରାମ ବୁଝିଲା। ସକାଳ ଗଲା, ସକାଳ ପାଖରୁ ତୁମେ ପାର୍ଥିବ ଲିଙ୍ଗ ସେବା କଲ, ପାତାଳ ଫୁଟା ଲିଙ୍ଗ ହାଟକେଶ୍ୱର ସେବା କଲ। କିନ୍ତୁ ଯୋଉ ଅର୍ଦ୍ଧରାତ୍ରି ହେଲା, ଯୋଉ ଶୂନ୍ୟ ଲିଙ୍ଗ ବ୍ରହ୍ମା ଓ ବିଷ୍ଣୁ ଦେଖିଥିଲେ, ତାରି ସେବାରେ ହିଁ ପୂର୍ଣ୍ଣତା ସରିବ। ତେଣୁ ମହାଦୀପ ବ୍ରାହ୍ମଣ ତିଆରି କରିବ। ପୂଜା କାହାକୁ କରିବ ନା ସେ ଅଗ୍ନିକୁ, ଯାହା ପ୍ରଥମେ ଦୃଶ୍ୟମାନ ହେଇଥିଲା, ବ୍ରହ୍ମା ଓ ବିଷ୍ଣୁ ଦେଖିଥିଲେ, ତାକୁ ହିଁ ବିପ୍ର ପୂଜା କରିବ। ନେଇକି ଯିବ ଦେଉଳ ଶିଖରରେ ତାକୁ ସ୍ଥାପନ କରିବ। ମହାଦୀପ ଯାହାକୁ ଆମେ କହୁଛେ, ସେ ଆଉ କେହି ନୁହଁ, ସ୍ୱୟଂ ଶୂନ୍ୟଲିଙ୍ଗ ହରିହର ସରିଗଲା, ମହାଦୀପ ଚଳିଗଲା, ଶୂନ୍ୟଲିଙ୍ଗଙ୍କର ଅର୍ଚ୍ଚନ ହେଇଗଲା, ମହାପ୍ରଭୁଙ୍କର କବାଟ ହୋଇଗଲା, ମହାଶିବରାତ୍ରି ସରିଗଲା। ହଁ କି ନା? ବୋଲିଏ ଶଙ୍କର ଭଗବାନ। ମୋ ମା ବି ଏଇ ବ୍ରତ କରିକି ମହାଦେବଙ୍କୁ ପାଇଥାନ୍ତି। ଆପଣ ଦେଖିବେ ଯୋଉ ଝିଅର ବାହାଘର କରିବେ, ସିଏ ବି ଶିବଙ୍କୁ ପୂଜା କରିବ, 16 ସୋମବାର କରିବ, ଶିବରାତ୍ରି କରିବ, ବର ମିଳିଯାଉ। ମାର ଗର୍ଭରେ ପିଲାଟେ ଅଛି, ସିଏ ଭଗବାନ ଶିବଙ୍କୁ ଡାକିବ, ମୁଁ ମହାଦେବ ପୂଜା କରିବି। କାହିଁକି କୃଷ୍ଣ ପୂଜା, ବିଷ୍ଣୁ ପୂଜା, ନାରାୟଣ ପୂଜା କରୁଥିଲେ ନା ନା, ଆମକୁ ଭଗବାନ ଶିବ କାହିଁକି? ମୁଁ କେବଳ ସମର୍ପଣ ସ୍ତୁତିରେ କଥାକୁ ଏଇଠି ବିଶ୍ରାମ ପ୍ରଭୁ ଆତ୍ମାତ୍ମଂ ଗିରିଜା ମତି ସହଚରା ପ୍ରାଣାନ ସହି ରଙ୍ଗୁହ ପୂଜାତେ ବିଷୟ নিদ্রা সমাধি কি সঞ্চার প্রদক্ষিণ বিধি তব স্তোত্রাণি সর্বাগিরো যজ্জলকরণ করোমি তৎপ্রদক্ষিণ হে সম্ভোগবারা অসিতগিরি সমংসা প্রজ্জ্বলং সিন্ধুপাত্রে সুরতরুবল শাখা লেখনী পত্র
লিখতি যদি গৃহীত্বা শারদা সর্বকাল তদপি করুণা ঈশবার প্রভু কর চরণ কৃতম বা কায়জং কর্মজং বা শ্রবণ নয়নজং বা মম মানসং বা পুরাভ বিহিতম বিহিতং বা সর্বমেত দুঃখমস্ব জয় জয় করুণা শ্রী মহাদেব শম্ভো শ্রী মহাদেব শম্ভো শ্রী মহাদেব শম্ভো কৃপা প্রসাদ শ্রী মহামৃত্যুঞ্জয় দেবস্য চরণ কমলে অব্জ দিবস বাণী সেবা সমর্পয়ামি মম বাক্স্বরূপা পিতাম্বরজ্যা পরম পাবনী শুভা তদ্বৃত্যর্থে মম কৃত্য ক্ষমস্ব